ବାପା ମୁଁ ଟ୍ୟୁସନକୁ ଯାଉଛି ଆଉ ଆସିଲେ ମୋତେ ଗୋଟେ ଟଙ୍କା 20 ଟଙ୍କା ଦେବ ମୁଁ ସ୍କୁଲକୁ ଯିବି ଆଉ ଟିକେ ଖର୍ଚ୍ଚ କରିବାର ଅଛି ନା ବଡ଼ ହେଲିଣି ନା ଏଥର ଏହା ସବୁ ନ କଲେ ହେବ। ଆରେ ଶୁଣେ ଦେଖେ ତୁ ବଡ଼ ପିଲାଟେ ହେଲୁଣି ସବୁବେଳେ ସତ କଥା କହ ଆଉ ପରିଶ୍ରମୀ ହୁଅ ଦେଖିବୁ ତୋ ଜୀବନ ଆପେ ଆପେ ଉଜ୍ଜଳମୟ ହେବ। ପଇସା ପତ୍ର ଖର୍ଚ୍ଚ କରିବା କଥା କହୁଛୁ ତ ସେଗୁଡ଼ାକ ତୋତେ ଯାହା ଦରକାର ମୁଁ ଯୋଗେଇବି ହେଲେ ତୁ ଭଲ ପାଠ ପଢ଼େ ଆଉ ଆମମାନଙ୍କ ନାଁ ରଖିବା ସହ ପରିଶ୍ରମ କରେ ସତ କଥା କହ ଭଲ ହେବ ତୋତେ। ଓହୋ ବାପା ସକାଳୁ ସକାଳୁ ସେ ଜ୍ଞାନ ଦେବାଟା ବନ୍ଦ କର। ଯେତେବେଳେ ତ ଦେଖୁଛ ଗାରୁ 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 ହେଉଛ ନହେଲେ ମୋତେ ହିଁ କିଛି କହିଥାଉଛ ଆଉ କିଛି କାମ ଧନ୍ଦା ତ ତମର ନଥାଉଛି। ଶଳା ଟଙ୍କା 20 ଟଙ୍କା ମାଗିଲି ସ୍କୁଲକୁ ଯିବି ଆଇଲେ ଖର୍ଚ୍ଚ କରିକି ଟିକେ ଟିଉସନ୍ ଏବେ ଯିବି ହେଲେ ସେ ବୋପାଟା ଦେବାକୁ ନାହିଁ ବୁଢ଼ାଟା ଶଳା ମରତ ନା କି। ହଁ ଯାଏ ଭାଇ କିନ୍ତୁ ସେଇଠୁ ଏତିକି ଯାକ ବାଟ ଆସିଲା ବେଳକୁ ଆମ ହୋସ୍ ଆଉ ଥିବ ତି ଆଉ ଭାବିଚିନ୍ତି କାମଟା ଟିକେ କରିବାକୁ ପଡ଼ିବ ନହେଲେ ଭାଇ ପସ୍ତେଇବା ହାତକୁ ଲସ୍ ହବ। ସତ କଥା ବଡ଼ ଭାଇଟା ବୋଲି କହୁଛି ସିନା କିନ୍ତୁ ହାତକୁ ଲସ୍ ହବ। ଶୁଣ ମଦନ ଭାଇ ତମେ ଏବେ ଯାଅ କାରଣ ମୋ ମାମୁଁ ଏବେ ଗଲାଣି ମୋତେ ନିଶ୍ଚୟ ଦେଖିଦେଇଥିବେ ମୁଁ ଏବେ ଶୀଘ୍ର ଘରକୁ ନ ଗଲି ନା ନାମଟା ନେବିରେ ବାପ। ଆରେ ବାପ ଶଳା ତତେ କହୁଛି ଆରେ ବାପ ରଘୁଆ ତୁ ଶଳା ବେଶୀ ରଙ୍ଗ କାଟୁଛୁ ନାଇଁ ରା ଶଳା ପାଠ ପଢ଼ୁଛୁ ହେଲେ ବେଶୀ ଗର୍ବ ହେଉଛି ମନରେ ନାଇଁ ମୋ ମନ୍ଦିର ବାଜିଗଲେ ବାଟକୁ ପଳେଇବା ଏ ରଙ୍ଗ କେତେ ଘଡ଼ିଆ ପାଣି ବାଜିଲେ ଯିବ ଛାଡ଼ିରେ ମୁଁ ଚିହ୍ନିଛି ତୁ କି ନାଇଁ ପିଲାଟା ଶଳା ପାଠ ହେଉଛି ହେଲେ ଗର୍ବ ହେଉଛି ତୁ କାହାକୁ କିଅଁ କହୁଛୁ ରେ ମୁଁ ତତେ କିଅଁ କହୁଛି ସବୁବେଳେ ମୋ କଥା ସବୁବେଳେ ତୁ ଶୁଣୁତୁ ହେଲା ତୁ ତୋର ଓପିନିଅନ୍ ମୋତେ ଦେଉନଥା ଶଳା ଇଂଲିଶଟେ କହିଦେଲି ହେଲା ଭୁଲ ହେଲେ ମାଫ୍ କରୁ କିନ୍ତୁ ଏରା ଜାଣିଥା ତୁ। କିନ୍ତୁ ମୁଁ ତ ସେମିତି କିଛି କରିନି। ନାଇଁ ତୁ ସେଇଟା ଭୁଲ ଭାବୁଛୁ ବୋଧେ ମୋର ଏପରି ବୁଦ୍ଧି ନାହିଁ ରେ। ହଉ ଶୁଣେ ଏତେ କଥା ନାହିଁ ତୋର ମୋର ଆଜିଠୁ ଆଉ କଥାବାର୍ତ୍ତା ବନ୍ଦ ହେଲା ତୁ ତୋ ବାଟରେ ପାଠ ପଢ଼େ ମୁଁ ମୋ ବାଟରେ ପାଠ ପଢ଼ୁଛି ହେଲା ଦେଖିବା ଆଉ କିଏ କାହାକୁ ଟପ ହେଉଛି ଆଉ ତମେ ମାନେ ସବୁ ଏବେ ଟପର ହେଉଛ ପରା ଟପର ଶଳା ଥାଉ ତମର ବମ୍ପର ନ ଫଟେଇ ଦେଇଛି ମୋ ନାଁ ନାହିଁ ରେ। ଦେଖ ତୋ ସହିତ ମୁଁ ମିଶିଛି ମୋ ସାଙ୍ଗ ବୋଲି ଭାବିକିରି ତୁ ଯଦି ଏମିତି କଥାବାର୍ତ୍ତା କରିବୁ ସବୁ ସାଙ୍ଗସାଥିମାନଙ୍କୁ ଏମିତି ବ୍ୟବହାର କରିବୁ ତୋ ସହିତ ତ କିଏ ମିଶିବେନି ତା ସହିତ ମୋ ସହିତ ବି କିଏ ମିଶିବେନି ଆଉ ମୋ ସାଙ୍ଗସାଥି ବିନା ରହିପାରିବିନି। ତୁ ଏକଲା ଅଛୁ ସିନା କିନ୍ତୁ ଏପରି ବ୍ୟବହାର କାହିଁକି କରୁଛୁ ବଦଳା ନହେଲେ ଭାରି ପସ୍ତେଇବୁ ରେ ବାପ। ଓହୋ ରହିଲା ଆଉ ତୁ ତ ରହିଲୁ ରେ ଆଉ ମୋ ପାଖରେ ରହୁ ଶଳା ମୋର ଖୋବି ଖୋଜୁ ମୁଁ ତ ତାକୁ କହିଲି ତୋ ମୁଣ୍ଡଟା କାଣା ବଥଉଛି ରେ ଯିଏ ଯାହା କରୁଛୁ କରୁରେ ତୁ ଶଳା ଇଚ୍ଛା ପାଇଲେ ମୋ ଦେଲେ ମିଶିଲେ ମିଶେ ନହେଲେ ନାହିଁ ଯା ମୋତେ ଏତେ ଯାତ୍ରା ଦରକାର ନାହିଁ ଓ ଜୀବନରେ ତୋର ଭଳିଆ କେତେ ଆଏ ଶଳା କେତେ ଯିଏ ସାଙ୍ଗ କି ସାଙ୍ଗରେ ତମେ ଏନେ ପାଖରେ ଥିଲା ଯାହା ଥିଅରେ ତାପରେ ପଛ ଆଡ଼େ ବୁଲି ପଡ଼ିଲେ ଶଳା ଗୋବା ଗୋବା ମାରୁଛ ମୁଁ ଜାଣିଛି ତମ ବୁଦ୍ଧି ଯାହା ଜାଣିଛି। ଆରେ ଭାଇନା ନମସ୍କାର କେମିତି ଅଛନ୍ତି ଆଉ ସବୁ ଭଲ କୁଶଳ ନା? ହଁ ଷୋଳକ ମହାଶୟ ମୁଁ ପୁରା ଭଲରେ ଅଛି ବିନ୍ଦାସରେ ଅଛି ଖାଲି ତମର ସେଇ ଭଣଜା ଟୋକାଟାର ଟିକେ ଚିନ୍ତା ଆଉ କ'ଣ କରିବ ସିଏ କିଛି ଜାଣି ହଉନି। ହେଲେ ତୁ ସେ କଥା ଛାଡ଼େ ଆଉ ବାପା ବୋଉ କେମିତି ଅଛନ୍ତି କହ ଆଉ ତୋ ଦେହ ପାହ କେମିତି ଅଛି କହ ସବୁ ଭଲରେ ଅଛନ୍ତି ତ ଆଉ ତୋର ସେଇ ସୁସାରିଆଟା ବା କୁଆଡ଼େ ଗଲା କାହିଁ ତାକୁ ଟିକେ ଧରିକି ଆସିଥିଲେ ହେନ୍ତାନି। ଆରେ ଭାଇନା ଶୁଣ ମୋ କଥାଟା ଧ୍ୟାନ ଦେଇକିରି ଶୁଣ ଯଦି ତମେ ତାକୁ ଏବେଠୁ ସୁଧାରିବନି ଭବିଷ୍ୟତରେ ବହୁତ ପସ୍ତେଇବ। ଆରେ ମୁଁ ଏବେ ଆସିଲା ବେଳକୁ ବାଟରେ ଦେଖିଲି ଟ୍ୟୁସନ୍ ନ ଯାଇକି ସେ ସେଇଠି ସାଙ୍ଗମାନଙ୍କ କତିରେ ଯୁକ୍ତି ତର୍କ କରିକି ମାଡ଼ଗୋଳ କରୁଛି ଏଭଳି ପିଲା ତମେ କ'ଣ କରିପାରିବ କି? ତେଣୁ ଏବେଠୁ ହିଁ ତମେ ସୁଧାରିବାକୁ ଚେଷ୍ଟା କର। ଦେଖ ଗୋଟେ ଉଦାହରଣ ଦେଉଛି ମାଠିଆଟାକୁ କୁମ୍ଭାର ଯେମିତି ଗଢ଼ିବାକୁ ଚାହିଁବ ଗଢ଼ିପାରିବ ଭଲରେ ଗଢ଼ିଲେ ହେଲା ନହେଲେ ସେ ମାଠିଆ ନଷ୍ଟ ହେଲା। ସେହିପରି ପିଲାମାନେ ଛୋଟ ଥିବା ସମୟରେ ଆମେ ତାଙ୍କୁ ସୁଧାରିବାକୁ ପଡ଼ିଥାଏ। ଶୁଣେ ମୁଁ ବାବା ତୋ ନାନୀ ସମସ୍ତେ ବୁଝେଇ ବୁଝେଇ ହାଲିଆ ହେଲୁଣି କିନ୍ତୁ ନା ସେ ଆମ କଥା ଶୁଣୁଛି ନା ନିଜେ ବଦଳିବାକୁ ଚେଷ୍ଟା କରୁଛି। ଶିକ୍ଷକମାନେ ବି କହୁଛନ୍ତି ନିଜେ ପରିସ୍ଥିତି ଆସିଲେ ହିଁ ସିଏ ବଦଳିବ ଆଉ କିଛି ମୁଁ କରିପାରିବିନି।
ଏ ଜେଜେ କୁଆ ଗଲ? ସବୁବେଳେ ତ ସେ କାଠ ଖଟରେ ତମେ ଜୀବନ ଗଲା, ଆଉ କ'ଣ କରିବ? ସେ କାଠ ଏକା ଗାଁକୁ ତ ଏ ଜୀବନଟା ଚାଲିଥାଉ ତମର। ସେଟା ବୁଢ଼ା ବୟସରେ ଟିକେ ବସିକି ଖାଇଲେ ହଉନି? କି ହଁ ଜେଜେ, ଏତେ ସମୟ ଧରି ସେ କାଠଟାକୁ କ'ଣ ଘଷୁଥିବା? କ'ଣ ମିଳୁଛି ତମକୁ? ସେଟା କିଛି ନାହିଁ, ସେ କାଠ ତ କାଠ, କଲର ମାରିଲେ ବଢ଼ିଆ ସୁନ୍ଦର ଦିଶିବ। ଏତେ ଘଷିଲେ କ'ଣ ଫାଇଦା ଅଛି ସେଥିରେ କହୁନ? ଆରେ ବାପା ଶୁଣେ ଦେଖେ, କାଠକୁ ଯେତେ ଘଷିବୁ, ଯେତେ ଚିକ୍କଣ କରିକି ପଲିସ୍ କରିବୁ, ସେତେ ଭଲ ଦିଶିବ ଆଉ କାଠରେ ଫିନିସିଂ ଆସିବ। ସେହିପରି ଆମ ଜୀବନରେ ଯେତେ କାମ କରୁଛୁ କରେ, ଯେତେ ଭଲ କାମ କରିବୁ ଆଉ ଯେତେ ଭଲ କଥାବାର୍ତ୍ତା କରିବୁ, ସମସ୍ତଙ୍କ ପାଖରେ ଆଦର୍ଶର ଛାତ୍ର ପାରି ହେଇପାରିବୁ। ତୋର ଭଳିଆ ଯଦି କାରୁ ହବି ନା, ଶଳା ମୋ ଜୀବନଟା ବର୍ବାଦ ହେଇଯିବ ରେ। ଏ ଜେଜେ, ଆରେ ଯଦି କାଠକୁ ପଲିସ୍ କଲେ ସୁନ୍ଦର ଦିଶିବ, ତାହେଲେ ଦରପୁର କାଠଟାକୁ ଯଦି ମୁଁ ଆଣିଦେବି, ତମେ ପଲିସ୍ କରି ସୁନ୍ଦର କରିପାରିବ କହିଲ? ଏତେ ଯଦି ବାହାଦୁରୀ କାମ ଯାହା କରୁଛ, କହିଲ କୁହ। ଆରେ ବାଇଆ, ଆରେ କଥାରେ ଅଛି ବରାରେ, ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପଡ଼ା କାଠେ। ସେମିତି କାଠକୁ ତୁ ଦରପଡ଼ା କାଠ ନୁହଁ, ଦରପଡ଼ା କାଠକୁ ତୁ ଯେତେ ପଲିସ୍ କରେ, ଯେତେ ଚିକ୍କଣ କର, କିନ୍ତୁ ସିଏ ନିଜର ସ୍ୱଭାବ ପାଇଁ ଆସିପାରିବନି, କାରଣ ସିଏ ବା ପୋଡ଼ି ଯାଇଛି। ଶୁଣେ, ଆମ ଜୀବନ ବି ସେମିତିକା। ଆମେ ନିଜେ ଯଦି ସୁଧାରିବାକୁ ଚାହିଁବା, ତାହେଲେ ଆମେ ଭଲ ମଣିଷ ହେବା, ଆଉ ଯଦି ଅଯୋଗ୍ୟ ହେବାକୁ ଚାହିଁବା, କେହି ଆମକୁ କିଛି କରିପାରିବେନି। ଓହୋ ଜେଜେ, ତମେ ତ ଆଉଥରେ ବାପାଙ୍କ ଭଳିଆ ଜ୍ଞାନ ଦେବା ଆରମ୍ଭ କରିଦେଲ ଆଉ। ଦିନ ରାତି କିଛି ତ କାମ ଧନ୍ଦା ନଥାଉଛି, ସେ କାଠ ଖଟ କର, ନହେଲେ ମୋତେ ହିଁ ସୁଧାରିବାରେ ଲାଗିତ। ଛାଡ଼ ବା, ମୁଁ କ'ଣ ବଦଳିବି ନା କ'ଣ? ଆରେ ପିଲାମାନେ କି ବଡ଼ମାନେ, ଯିଏ ବି ଦେଖୁଛ ଦେଖ, ମୁଁ ତମ ଗୁରୁଜନ ପରିକା। ଶୁଣ, ଆମ ଭିଡ଼ିଓ ଯାକୁ ଦେଖୁଛ, ବହୁତ ମାତ୍ରାରେ ଦେଖୁଛ, ମୁଁ ଜାଣିଛି ଯେ, କିନ୍ତୁ କ'ଣ ହେବ, ଯେତେ ମାତ୍ରାରେ ଭିଡ଼ିଓକୁ ଦେଖୁଛ, ଲାଇକ୍ ସେୟାର ସବସ୍କ୍ରାଇବ୍ କିଛି ବି କରୁନ, ସେଗୁଡ଼ାକ ବି ଟିକେ କର, ଯାହାଫଳରେ ଆମେ ଆଦର୍ଶ ଅନୁପ୍ରାଣିତ ଭଳିଆ ନୂଆ ଗପ ତମମାନଙ୍କ ପାଇଁ ଆଣିବୁ। ଆରେ ମା, ଗୋଟେ କଥାଟେ କହିଲ, ମୁଁ ତ ସମସ୍ତଙ୍କ ଥିଲେ ଟିକେ ରାଗିକି କଥା ହେଇଯାଉଛି ବୋଲି, ଆଉ ସମସ୍ତଙ୍କୁ ଟିକେ ଖରାପ ବ୍ୟବହାର କରୁଛି ବୋଲି, ମୋ ସହିତ କିଏ ବି ମୋ ସହିତ ଭଲରେ ମିଶୁନାହାନ୍ତି କି ମୋ ସହିତ ସାଙ୍ଗ ହେଉନାହାନ୍ତି। ଏଇଟା କ'ଣ ମୋର ଠିକ୍ ହେଇଛି ନା ଭୁଲ ହେଇଛି କହିଲ? देख बाबा, किए बुझु कि न बुझु, मु तो मनर कथा बुझुछि। मु जानि पारुछि तोर भूल कोठ रहुछि आ तू कौन परिवर्तन करबा को पड़िबो। तोर प्रथम भूल होछि तू समस्तंकु व्यवहार ठीक करूनाहु एवं निजकु केबे परिवर्तन करबा को चेष्टा करूनाहु। जदि निजे बदल जिबु ताहले दुनिया तो सहित ठीक रे मिसिबो, भलर कथबार्ता हबो और समस्ते तो सहित ठीक रे मिलामिशा करी जीवन यापन करेबे। तू एबे बदलिबा हो मा, एथर तमे कहछ बोली मु काहाको किछि खराब व्यवहार करबिनी कि किछि एपरि जिनिस कहबिनी जहा फल ताकू दुख लागिबो। मु ठीक व्यवहार करबी एवं बदली जीवी, भल पाठ पढ़ी आ तम मानक ना रखी। हेले माँ मु एबे आसुची, जहाकू जहाकू मु किछि कहिछि सेमानकू भूल मागिबी आ तांको सहित ठीक रे मिसिबी। किरे एबे माँ कहला बेलकू मुंडरे पशिला ना, मु तते सेबुठू बुझुचे बुझिनु। माँ बोला सी जमी बुझेब तुम मैंने सेमती ही बुझब। शुणे जा समस्त की क्षमा मागिदे एवं भल व्यवहार करे, भल मनुष्य होगा चेष्टा करे, निश्चय तोर मंगल हम एवं मुझे आशीर्वाद तो ऊपर रखी। तू सब भल था आमती हस खुशी रहूता। हाँ जे मुझे आसची, मुझी प्रहलाद राजेश समस्त पाखक जीवी। मोर भूल हो भूल मागिबी आउ टिके मजा मस्ती करी खेल बुल करी संध्यारे आसबि। संध्यारे आसिले तमे मते पुणी थे ज्ञान दब। अरे राग नबिया, मु भलर कहूँ बा, माने किसी भल कथा कहब, सेटा को शुणिकी काम लगेबी। आउ
ଆରେ ରାଜେଶ ମୋ ସାଙ୍ଗ ମୋ ଭାଇ ମୋ ଗେଲୁ ମୋ ସୁନାଟା ବା ଶୁଣେ ମୁଁ ଆଉ ତତେ ଏବେ ଆଉ କେବେ ବି ଖରାପ ବ୍ୟବହାର କରିବିନି କିଛି ଗାଳି ମନ୍ଦ କରିବିନି ହେଲା। ଶୁଣେ ଏଥର ଆମେ ମିଶିକି ପାଠ ପଢ଼ିବା ସାଙ୍ଗ ହବା ଖେଳି ବୁଲିକିରି ମଜା ମଜଲିସ୍ କରିବା। ଆଉ ଏବେ ତତେ କିଛି କରିବିନି କାରଣ ମୋ ମା ମୋ ବାପା ମୋ ଜେଜେବାପା ସମସ୍ତେ ମୋ ଆଖି ଖୋଲି ଦେଇଛନ୍ତି ରେ। ମୁଁ ଏଥର ଆଉ ଖରାପ ବାଟକୁ ଯିବିନି କି କାହାକୁ କିଛି ଖରାପ କଥା କହିବିନି। ଆରେ ମୋର ସେତିକି ତ ହିଁ ଇଚ୍ଛା ଥିଲା ତୁ ଜଲ୍ଦି କେମିତି ପରିବର୍ତ୍ତନ ହେଇଯିବୁ, ଭଲ ହେଇକିରି ଆମମାନଙ୍କ ସହିତ ପୁଣି ଥରେ ଭଲରେ ମିଶିବୁ ଆଉ ଭଲ କଥା ହେବୁ। ତୁ ଶୁଣେ ଏଥର ଆମ ସହିତ ଭଲରେ କଥାବାର୍ତ୍ତା ହ, ସମସ୍ତଙ୍କୁ ମୁଁ ବୋଲି ନାହିଁ ସମସ୍ତଙ୍କୁ ଭଲରେ କଥାବାର୍ତ୍ତା କରିବୁ, ସାଙ୍ଗସାଥୀଙ୍କୁ ଭଲରେ ମିଶିବୁ ହେଲା। ଏଥର ଆମେ ମିଶିକି ଖେଳିବା ବୁଲିବା। ହଉ ଶୁଣେ ଏବେ ଚା ପ୍ରହ୍ଲାଦ ପାଖକୁ ଯିବା ଆଉ ତାକୁ ବି କ୍ଷମା ମାଗିଦେବି ତା ସହିତ ବି ମିଶିଯିବି ସମସ୍ତେ ଥର ବୁଲି ମିଶିକିରି ଖେଳିବା ସାଙ୍ଗସାଥି ହେଇ ରହିବା ଆଉ। ବାପା ସବୁ ବର୍ଷ ଭଳିଆ ଏ ବର୍ଷ ବି ଆମ ସାଙ୍ଗସାଥି ସବୁ ବୁଲିବାକୁ ବାହାରକୁ ଯାଉଛନ୍ତି ଆଉ କଣ ଆମେ ଯିବାନି କି? ଚାଲୁନୁ ଟିକେ ବାହାରକୁ ଯାଇ ବୁଲିକି ଆସିବା। ଆରେ ଦେଖେ ମୋର ଏବେ ବହୁତ କାମ ଅଛି, ଛୁଟି ହେଇଛି ସତ କିନ୍ତୁ ସ୍କୁଲର କାଗଜପତ୍ର ସବୁ କାମ ସାରିବାର ଅଛି, ପଞ୍ଚାୟତର ଯେଉଁ ନୂଆ ନୂଆ କାମ ଆସୁଛି ସେଗୁଡ଼ାକ ଦେଖିବାର ଅଛି ଏବଂ ଘରର ସବୁ କାମଧାମ କରିବାର ଅଛି। ତେଣୁ ମୁଁ ଏବେ ଯାଇପାରିବି ନାହିଁ, ଆମେ ଅନ୍ୟ କେଉଁ ସମୟରେ ଯିବା। ବିଚରା ବାପାଟା ବହୁତ କାମ ପଡ଼ିଯାଉଛି, ବାହାର କାମ ଘର କାମ ଇଆଡ଼େ ସେଇ ପଞ୍ଚାୟତର କାମ, ବାପାଟା ଭାରି ଅସୁବିଧା ଭୋଗୁଛନ୍ତି। ଓହୋ ଶୁଣ 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 ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କର। ଶୁଣ ଗ୍ରାମବାସୀ ବୃନ୍ଦ, ଆମ ଗ୍ରାମରେ ପ୍ରତ୍ୟେକ ବର୍ଷ ଅନେକ ସଡ଼କ ଦୁର୍ଘଟଣା ହେଉଛି, ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏଥିପାଇଁ ଆମେ ଗୋଟେ ବଡ଼ ନିଷ୍ପତ୍ତି ନେଇଛୁ ଯେ ସଡ଼କ ନିର୍ମାଣ ଆମ ଗ୍ରାମରେ ଗୋଟେ କରିବୁ, ଯାହାର ଦାୟିତ୍ୱ କି ମାଧବ ବାବୁଙ୍କୁ ଦିଆଗଲା। ଆରେ ହରିଆ ଭାଇ ଦେଖିଲୁ ନା ପୁଣି ଥରେ ସିଏ ଆଉ ଥରେ ଏଇ ପଞ୍ଚାୟତର ଆମର ସେ ଯୋଉ ରାସ୍ତା କାମଟା ନେଇଛି, ମାନେ ସେ ସବୁ ଭଲ ହିଁ କରିବ। କିରେ ଖାଲି କଣ ସେ ସେତିକି ଭଲ କରୁଛି ନା କଣ, ସେତିକିରେ ମଧ୍ୟ ତାର ବହୁତ ପ୍ରଫିଟ୍ ଅଛି। ଖାଲିରେ କି କାହିଁ କାହିଁ କୋଉ କାମ କରିବ କହିଲୁ, ସିଏ ତାର ଫଳ ସବୁ ପାଉଛି ରେ ବାପ, ବହୁତ ଲାଭ ଉଠଉଛି ବା। ମୁଁ କଣ ଜାଣୁନି ଏଗୁଡ଼ାକ, ଠିକ୍ ସିଏ ମଜା ମଜାରେ ସବୁ କାମ ନଉଛି ଆଉ ବହୁତ ଜିନିଷ ଆମର ଏଠୁ ଲୁଟିକି ଖାଉଛି। ଆରେ ଏଠାରେ କ'ଣ ବରଗଛ ପରିକା ଠିଆ ହେଇଛ ମ, ଖାଇବନି କି? ଚାଲୁନ। ଆରେ ଖାଇବା କଥା ତ ଶୁଣ, ସେ ଖାଇବା ତ ମୁଁ ପରେ ଖାଇ ନେବି କିନ୍ତୁ ମୁଁ ଗୋଟେ ପ୍ରଶ୍ନ ପଚାରୁଛି ତାର ଉତ୍ତର ଦେଲ। ଦେଖ ଆମ ଗାଁ ପାଇଁ ମୁଁ କିଛି ଭଲ କରିବାକୁ ଚାହୁଁଛି, ତେଣୁ ମୋ ହାତରୁ ପଇସା ସାରି ନିଜର କିଛି କାମଧାମ ବନ୍ଦ କରି ମୁଁ ଗାଁର ମଙ୍ଗଳ କରିବାକୁ ଚାହୁଁଛି, କିନ୍ତୁ ଏ ଲୋକ ଗୁଡ଼ାକ ମୋ ବିଷୟରେ ବହୁତ ଖରାପ ଚିନ୍ତାଧାରା ଆଣୁଛନ୍ତି ଏବଂ ମୋତେ ପଇସା ଖାଉଛି ନାହିଁ ନଥିବା କଥା କହୁଛନ୍ତି। ଏଗୁଡ଼ିକ କ'ଣ ଠିକ୍ ଅଛି? ବର୍ତ୍ତମାନ ଆମ ଗାଁର ଯେଉଁ ନୂଆ ରୋଡ଼ଟି ଆସିନି କି, ସେହି କାମ ପାଇଁ ମୋତେ ସରପଞ୍ଚ ଆଜି ଡାକିଥିଲେ, ସେହି କାମ ମୋତେ ମିଳିଲା, କିନ୍ତୁ କିଛି ଲୋକ ମୋତେ କହୁଛନ୍ତି ଯେ ପଇସା ଖାଉଛି, ନାହିଁ ନଥିବା କଥା ଶୁଣାଉଛନ୍ତି। ଦେଖ ସମାଜରେ ଆମେ ଘର କରି ରହୁଛେ ମାନେ ଅନେକ ଲୋକ ଅନେକ ପ୍ରକାରର କଥା କହିବେ, ଆମେ ସେମାନଙ୍କ କଥାକୁ ଧରି ଚଳିଲେ ହବ? ଶୁଣ ସେ କଥା ଛାଡ଼, ଯିଏ ଯାହା କହୁଛି କହୁ, ତୁମେ ଯଦି ତୁମ କାମରେ ନିଷ୍ଠାପର ଭାବରେ କରିଥାଅ ତାହେଲେ କିଛି ଅସୁବିଧା ହେବ ନାହିଁ। କିରେ ହରିଆ ତୁ ପୁଅ ବେଶୀ ଚାଲାକି ହଉଛୁ। ଆରେ ଦେଖେ ସିଏ ସବୁ କାମ କରୁଛି, ତା ମାନେ ତାକୁ ବି ବହୁତ ପ୍ରଫିଟ୍ ହଉଛି। ତାକୁ ଯଦି ଆମେ ଭଲକିରି ବୁଦ୍ଧି ଗୋଟେ ଶିଖେଇଦବା ସିଏ ଆଉ କେବେ ବି ନବନରେ କଣ, ସିଏ କଣ ଗେରୁମୁଣ୍ଡି ଶାନ୍ତ ସବୁବେଳେ ତାକୁ କଣ ଦିଆ ହଉଛି କିରେ? ନାଇଁ ନାଇଁ ଏଇଟା ଭୁଲ ହଉଛି। ହଁ ଯେ କିନ୍ତୁ ଆମେ କ'ଣ କରିପାରିବା କୁହ? ସରପଞ୍ଚ ତା ପାଖର ଲୋକ, ସରପଞ୍ଚଙ୍କ ହାତ ମୁଠାରେ ଇଏ ଅଛି, ଆଙ୍କ ହାତ ମୁଠାରେ ସରପଞ୍ଚ ଅଛନ୍ତି। ଆମେ ଚାହିଁଲେ କ'ଣ କରିବା? ଆମେ ତ ମାତ୍ର ନିମିତ୍ତ। ଆଉ କ'ଣ କରିବା କହୁନ କୁହ? ତମ ପାଖରେ କ'ଣ ବୁଦ୍ଧି ଅଛି କୁହ, କହୁନ କୁହ।
ତୁ ପରା ଆମ ଗାଁର ଗୋବର ଗଣେଶ, ମୁଁ ଠିକ ଜାଣିଛି। କିନ୍ତୁ ଶୁଣେ, ମୋ ବୁଦ୍ଧିରେ କାମ କରେ ବାପ, ତୋ ନାଁଟା ହାଇଲାଇଟ୍ ହବ, ପୁରା ପୋଷ୍ଟର ଲାଗିବ। ଆରେ ଦେଖେ, ଆମର ଗୋଟେ ଗୁଳିରେ ଦିଟା ଶିକାର କରିବାର ଅଛି। କ'ଣ କରିବା କହିଲୁ? ଶୁଣେ, ପ୍ରଥମ ଶିକାର ହେଉଛି ଯେ ଆମେ ଯିବା ପଞ୍ଚାୟତ ଅଫିସରେ, ରାତିରେ ପଶିକିରି ସେ କାଗଜପତ୍ର ଆଉ କିଛି ଟଙ୍କା ହଡପ କରିକି ରଖିଦବା। ଆଉ ଅନ୍ୟପଟେ ମାଧବ ଏହି ଜିନିଷର ଚୋରି ଡକାୟତି ହେଇଛି ବୋଲି ସିଏ ସେଠାରେ ଦୋଷୀ ହବ। ଆଉ ଆମେ ତ ନଖ ଘଷିବା, ଆଉ ସିଏ ନାମଟା ନବ। ଶୁଣେ, ତୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ଯା। ମୁଁ ତତେ ଯେମିତି ବୁଦ୍ଧିରେ ଦେଇଛି ସେମିତି ଯାଇକିରି ସେ କାଗଜପତ୍ର ହଡପ କରିବୁ, ଆଉ ପଇସା ବି ଚୋରେଇବୁ। ଆଉ ମୁଁ ଏପଟେ ଜଗିଛି, ହେଲା? ଯା। ଆଜ୍ଞା, ପଞ୍ଚାୟତର କିଛି କାଗଜପତ୍ର ଆଉ ପଇସା ଚୋରି ହେଇଯାଇଛି। ମୁଁ ଖୋଜି ଖୋଜି ଥକି ଗଲିଣି। ଲୋକଯାକ କହୁଛନ୍ତି ମାଧବ ଟାଙ୍ଗୁଆ ନେଇଯାଇଛି। ଶୁଣ ବଞ୍ଚି, କିଛି ବ୍ୟତିବ୍ୟସ୍ତ ହୁଅନି। ଯଥାଶୀଘ୍ର ତୁମେ ପଞ୍ଚାୟତ ସମିତି ସଭା ଡକାଅ ଏବଂ ତା ଆଗରୁ ପୋଲିସକୁ ଯାଇ ଯୋଗାଯୋଗ କର, ଯଦ୍ୱାରା କି ଆଗକୁ କୌଣସି ବିପଦର ସମ୍ମୁଖୀନ ହେବାକୁ ପଡ଼ିବନି। ଆଉ ଗୋଟେ କଥା, ଏ କଥା ଯେମିତି ଗୁପ୍ତ ରହେ, ଅନ୍ୟ କେହି ବି ଯେମିତି ନ ଜାଣିପାରନ୍ତି। ଆରେ ବାପ, ମୁଁ ଶୁଣିଲି କ'ଣ ଏବେ ଚୋରି ହେଇଯାଇଛି ପଞ୍ଚାୟତ କାର୍ଯ୍ୟାଳୟରୁ କାଗଜପତ୍ର ଆଉ କିଛି। ତୁ ତ ସେଇ ଦାୟିତ୍ୱରେ ଥିଲୁ, ତୁ କିଛି ଜାଣିଲୁ ନା ନାହିଁ? କ'ଣ ସବୁ ଜିନିଷ ଏମିତି ହେଉଛି କି? ଆରେ ହଁ ମଉସା, ମୁଁ ବର୍ତ୍ତମାନ ଖବର ପାଇଲି। ସେଥିପାଇଁ ସରପଞ୍ଚ ମହାଶୟ ବର୍ତ୍ତମାନ ଆମ ଗାଁରେ ମିଟିଂ ଡକାଇଛନ୍ତି। ମୁଁ ବା ଏବେ ଯାଉଛି, ଚାଲ ସେଠିକି ଗଲେ ଜଣାପଡ଼ିବ। ଆରେ ଏମିତି ମଉସା, ଦେଖିଲ ନା କେମିତି ସେ ମାଧବ ମହାପାତ୍ର ଚୋରି ଫୋରି କରିଛି? ଆରେ ଆମେ ଜାଣିଥିଲୁ ସେ ଏମିତି କାହିଁ ଲୋକଟା, କିଛି ଭଲ ନୁହଁ ବା। ହଁ ହଁ ହଁ, ସତ କଥା ତ, ଆଉ କ'ଣ ମିଛ ନା କ'ଣ? ସିଏ ତ ଚୋରେଇଛି, ଆଉ ଆମେ ଦେଖିଛୁ ନିଜ ଆଖିରେ। ଆଉ ଖାଲିରେ କ'ଣ କି କାହାକୁ ଦୋଷ ଦବ? କିରେ ସାଙ୍ଗମାନେ, ଆଉ କ'ଣ ସବୁ ଭଲ ଅଛ, କୁଶଳ ଅଛ ନା? ହେଲେ କ'ଣ ହବ, ତମେ ମାନେ ଆମର ନୂଆ ନୂଆ କାର୍ଟୁନ ଭିଡ଼ିଓ ସବୁ ଦେଖୁଛ, ବହୁତ ମାତ୍ରାରେ ଦେଖୁଛ, କିନ୍ତୁ ହେଲେ ଲାଇକ୍ ସେୟାର ସବସ୍କ୍ରାଇବ ଏଗୁଡ଼ା କିଛି ବି କରୁନ। ଏଗୁଡ଼ାକ କ'ଣ ଭଲ ହେଉଛି? ଆଉ ଏଗୁଡ଼ାକ କ'ଣ ଠିକ୍ କରୁଛ? ଆରେ ଟିକେ ଲାଇକ୍ ସେୟାର ସବସ୍କ୍ରାଇବ କର, ସାଙ୍ଗମାନଙ୍କୁ ସେୟାର କର। ଆଉ ଯଦି ଭଲ ଭଲ କ'ଣ କାହାଣୀ କିମ୍ବା ଗପ ଜାଣିଛ ତାହେଲେ କମେଣ୍ଟରେ ଆମକୁ ଜଣାଅ। ତା ନାଁ ଦ୍ୱାରା ଆମେ ବି ତମମାନଙ୍କ ପାଇଁ ଭଲ ଭଲ କାହାଣୀ ଗପ ଆଣିବୁ। ହଉ ଶୁଣ, ଯାହା ତ କଲ କଲ, ଏବେ ଗୋଟେ କାମ କର, କାର୍ଟୁନଟିକୁ ଆଗକୁ ଦେଖ। ଭିଡ଼ିଓଟି ମଜା ଲାଗିଲେ ଏବେ ଲାଇକ୍ ସେୟାର ସବସ୍କ୍ରାଇବ କର। ନୂଆ ବର୍ଷରେ ଏତିକି ନୂଆ ତ କରିବାକୁ ପଡ଼ିବ ନା। ସମସ୍ତ ଗ୍ରାମବାସୀ ଧ୍ୟାନ ଦେଇ ଶୁଣନ୍ତୁ। ଆମ ଗାଁରେ କାଲି ରାତିରେ କିଛି ଚୋରି ହେଇଛି। ଏହା ପାଇଁ ସରପଞ୍ଚ ମହାଶୟ କିଛି କହିବା ହେବେ। ମୁଁ ଜାଣିବାକୁ ପାଇଲି ଯେ এই ଭୁଲଟି ମାଧବ ବାବୁ ହିଁ କରିଛନ୍ତି। ସିଏ ହିଁ ପ୍ରକୃତରେ ଦୋଷୀ, କାରଣ ପଞ୍ଚାୟତ କାର୍ଯ୍ୟାଳୟର ଚାବି ମାଧବ ବାବୁ ପାଖରେ ହିଁ ଥିଲା। ମୁଁ ବର୍ତ୍ତମାନ ପୋଲିସ ବାବୁକୁ ଯୋଗାଯୋଗ କରିଦେଇଛି, ସେ ଆସିଲେ ହିଁ ଏହାର ଫଇସଲା କରିବେ। ଶୁଣ ମାଧବ ବାବୁ, ତୁମେ ଅପେକ୍ଷା କର, ବର୍ତ୍ତମାନ ମୁଁ ପୋଲିସକୁ ଯୋଗାଯୋଗ କରିଛି, ସେ ଆସିଲେ ହିଁ ଏହାର ଫଇସଲା ନେବେ। ଯେ ପର୍ଯ୍ୟନ୍ତ ସେ ଏଠାକୁ ଆସିନାହାନ୍ତି ତୁମେ ଏଠାରୁ କୁଆଡ଼େ ବି ଯାଇପାରିବ ନାହିଁ। ହେ ପ୍ରଭୁ ଜଗନ୍ନାଥ, ଏଗୁଡ଼ାକ କିଛି ଠିକ୍ ହେଉନି। ମୁଁ ବିନା କାରଣଟାରେ ଏଠାରେ ଦୋଷୀ ହେଇ ପଡ଼ି ରହିଲି। ଆଉ ଯିଏ ଦୋଷ କରିଛି ସେ ଖଟରେ ଖାଇ ମଠରେ ଶୋଉଛି। ପ୍ରଭୁ ତୁମେ ହିଁ କିଛି କର, ତୁମରି ଦୟାରୁ ମୁଁ ଆଜି ଏଠାରେ ଅଛି। ପ୍ରଭୁ, କିପରି ବି ତମେ ମୋତେ ଏଠାରୁ ନେଇଯାଅ। ଏ ଦାସବାବୁ, ତମେ ତ ଚୁଡ଼ା କୁକୁଡ଼ା ସାକ୍ଷୀ ହେଇକି ରହିଲ, କୋଉ କାମରେ ଆଗ ଭର ବୁଝିଲ? ସୁକନ୍ୟାପୁରରୁ ସରପଞ୍ଚ ମହାଶୟଙ୍କ କଲ୍ ଆସିଥିଲା, ଆମକୁ ଶୀଘ୍ର ଯିବାକୁ ପଡ଼ିବ। ହେଲେ ସାରେ, ମୁଁ କ'ଣ କହୁଥିଲି, ଆଉ ଟିକେ ପରେ ଗଲେ ହେନ୍ତାନି? ସାର୍, ଜଷ୍ଟ ଟିକେ ଘରକୁ ଯାଇକି ଆସିଥାନ୍ତି। ଓହୋ ଦାସବାବୁ, ସବୁବେଳେ ଏକ୍ସକ୍ୟୁଜ। ତମେ ଦୁଇ ଜଣ ଯାକ କୋଉ କାମକୁ ନା। ଚାଲ ଚାଲ, ଶୀଘ୍ର ଯିବା। ସେଇ କେସ୍ ସଲ୍ଭ କଲେ ହିଁ ମୋର ମନ ଶାନ୍ତି ହବ। ସାରେ, କ'ଣ ଆପଣ ମୋତେ ଡାକୁଥିଲେ କି? ମୁଁ ଟିକେ ଘରକୁ ଯାଇ ଆସିଲି ତ, ଟିକେ ଖାନା ପିନା ଜୋରିଆ ହେଇଯାଇଛି, ପେଣ୍ଟଟା ଖସି ପଡୁଛି ଆଉ।
ଆରେ ପାତ୍ର ବାବୁ, ତମେ ତ ହୁଗୁଳା, ଏ ଥାନାଟାକୁ ବି ହୁଗୁଳା କରିଦବ ନା କଣ? ଆରେ ନାଇଁ ନାଇଁ ସାର୍, ପେଣ୍ଟ ହୁଗୁଳା କି ଥାନା ହୁଗୁଳା ଏଗୁଡ଼ାକ ଆଉ କିଛି କରିବିନି। ଆପଣ କହୁଛନ୍ତି ଯିବାକୁ ଯେ, କିନ୍ତୁ ଗାଡ଼ି ମୋଟର ଟିକେ ସୁବିଧା ନାହିଁ। ଆମ ଗାଡ଼ିଟି ଖରାପ ହେଇଯାଇଛି। ହଉ, ଯାହା ହଉଛି ହଉ, ଶୀଘ୍ର ଗାଡ଼ି କାଢ଼ିଲ। ମୋତେ ବାରମ୍ବାର ଫୋନ୍ ଆସୁଛି। ଜଲ୍ଦି ଯାଅ, ଯୋଉ ଚଞ୍ଚଳ ଲୋକ ତ କହିବାକୁ ନାହିଁ। ବୁଝିଲେ ସରପଞ୍ଚ ଆଜ୍ଞା, ତମର ଟିକେ ଆଳୁ ଦୋଷ ରହିଯାଇଛି। ଖାଲି ନାଁକୁ ସରପଞ୍ଚ ହେଇ ରହିଛ। ଦୋଷୀ କିଏ ନିର୍ଦ୍ଦୋଷୀ କିଏ ଜାଣିପାରୁ। ମୁଁ ଭାବିଲି ମୁଁ ଆସିଲା ବେଳକୁ ସବୁ ଫଇସଲା ହୋଇଯାଇଥିବ, କିନ୍ତୁ ମୁଁ ହିଁ ସବୁ କଲି। ହଉ, ମୁଁ ଏବେ ଆସୁଛି। ହେଲେ ସାରେ, ଆରେ ଶୁଣୁନାହାନ୍ତି ମୁଁ କ'ଣ କହୁଥିଲି କି, ଦେଖନ୍ତୁ ମୁଁ ତ ନିର୍ଦ୍ଦୋଷୀ ଲୋକଟା, ଆପଣ ଦେଖିଲେ ଜାଣିପାରୁନାହାନ୍ତି ମୋ ଚିହ୍ନ ବର୍ଣ୍ଣ କେମିତି? ମୁଁ ଗୋଟେ କ'ଣ ଦୋଷ କଲା ଭଳିଆ ଲାଗୁଛି ଆପଣଙ୍କୁ? ସେ ହରିଆ ଭାଇ କହିଲା ବୋଲି ମୁଁ ତା କଥାରେ ପଡ଼ିକିରି ସେ ପଞ୍ଚାୟତ ଭିତରେ ପଶିଲି, ଆଉ ଏତେ ହାଟ ନାଟ କଲି। ହେଲେ ଶୁଣନ୍ତୁ, ଆପଣ ତ କେତେ ଆଇନ ଜାଣିଛନ୍ତି, ନହେଲେ ମୁଁ ଶୁଣୁନାହାନ୍ତି ଆଇନ କେତେ ପ୍ରକାରର କ'ଣ କ'ଣ ମୋତେ ଟିକେ ଛାଡ଼ିଦି। ହଁ ରେ ବାପ, ତୁ ଆଉ ମୋତେ ଆଇନଗିରି ଶିଖାନା। ଥାନାକୁ ଚାଲେ, ତୋ କଥା ବୁଝିଦେବି। କିଏ ଦୋଷୀ କିଏ ନିର୍ଦ୍ଦୋଷୀ ସବୁ ଜାଣିଦେବୁ। ମାଧବ ବାବୁ, ମୁଁ ଜାଣିପାରିଲି ନାହିଁ, ଅଯଥାରେ ଆପଣଙ୍କୁ ଦୋଷ ଦେଇଦେଲି। ଆପଣ ମୋତେ କ୍ଷମା କରିଦେବେ। କ'ଣ କରିବା ସରପଞ୍ଚ ମହାଶୟ, ଆଜିକାଲି ତ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଯିଏ କରୁଥିବା ଲୋକ ସିଏ ହିଁ ଦୋଷ ପାଏ ଆଉ ନାହିଁ ନଥିବା କଥା ଶୁଣେ। ହଉ, ଯାହା ହେଉଛି ହଉ, କିନ୍ତୁ ଆପଣ ଯେଉଁ ଦୋଷଟା ନିଜର ଜାଣିପାରିଲେ ସେତିକି ଭଲ ଲାଗିଲା। ହଉ ସାର୍, ମୁଁ ଆସୁଛି ଏବେ। ମା, ବାପାକୁ ଟିକେ କହିଲେ ହେଇନାନି? ସେ କାମଧନ୍ଦା ତ ସବୁ ଛିଡ଼ିଲା, ଆମେ ଟିକେ ବାହାରକୁ ବୁଲିବାକୁ ଯାଇଥାନ୍ତେ। ଆମ ସକାଳୁ ଠାରୁ ଆରେ କେଉଁ 2-3 ଦିନ ହେଲା କହୁଛି ବାପା ଯିବା ଟିକେ ବୁଲିବାକୁ ଟିକେ ଯିବା, ହେଲେ କ'ଣ ହେବ? ବାପା ମୋ କଥା ହିଁ ଶୁଣୁନାହାନ୍ତି। ଖାଲି ସେ ପଞ୍ଚାୟତ କାମରେ ହିଁ ଯାଉଛନ୍ତି। ହେଲେ କ'ଣ ହେବ? ନା ସେ ପଞ୍ଚାୟତ କାମରେ ଶାନ୍ତି ମିଳୁଛି, ନା ଆମ ପାଖରେ ଶାନ୍ତିରେ ରହିପାରୁଛନ୍ତି। ଏଗୁଡ଼ାକ କ'ଣ ଗୋଟେ ଠିକ୍ ହେଉଛି? ଡେଗା ମୁଣ୍ଡରେ ଖାଲି ଠେଙ୍ଗା ହିଁ ବାଜୁଛି। ହଉ ମା, ତୁମେ ଏଥର ବାପାକୁ ଆସିଲେ ନିଶ୍ଚୟ କହିବ ହେଲା। ଆରେ ତୁ ଏବେ ଆଉ ଛୋଟ ପିଲା ହେଇ ନାହୁଁ। ତୁ ତ ଦେଖୁଛୁ ତୋ ବାପାଙ୍କର କେତେ କାମ। ତୁ କ'ଣ ଜାଣିନୁ ଏ କଥା? କିରେ ମା ପୁଅ ଦୁଇଟା ଯାକ କ'ଣ ଏଠାରେ ବସିକିରି କଥା ଚଲେଇଛ କିରେ? କିଛି ତ କାମଧନ୍ଦା ନଥାଉଛି, ଖାଉଛ ଶୋଉଛ, ଗପ ଏବେ ଲଗେଇଥିବ। ଆଉ କ'ଣ ଜଣା କି ତମ 2 ଜଣ ଯାକୁ? ଆରେ କ'ଣ କଥା ହଉଥିଲ ମୋତେ ବି ତ ଟିକେ କୁହ। କ'ଣ ଆଉ କହିବି? ତୁମର ସୁପୁତ୍ର ମାନେ କୁଳ ନନ୍ଦନ ଖାଲି ବାହାରକୁ ବୁଲି ଯିବା ପାଇଁ କନପନ ହେଉଛି। ମୋ କଥା ଶୁଣୁଛି ନା? ତମେ ତ ଘରେ ନଥାଉଛ, ତେଣୁ ମୋ ମୁଣ୍ଡ ଖାଇସାରିଲାଣି। ତମେ ହିଁ ଏବେ ତାକୁ ବୁଝାଅ, ଯାହା କରିବା କଥା ତାକୁ କୁହ। ହଁ ରେ ପୁଅ, ବାପାର ସେଠାରେ ଗୋଡ଼ ବୁଡ଼ିକିରି ପାଣି ଆଣ୍ଠୁଏ ହେଲାଣି, କିନ୍ତୁ ପୁଅର ବୁଲିବା ନିଶା ଛାଡ଼ୁନି। ତତେ କାଲିଠୁ ମନା କରୁଛି ପରା, କାମଧାମ ଅଛି ମୁଁ ଯାଇପାରିବିନି ବୋଲି। ତୁ ସେଇଟା ବି ଶୁଣୁନୁ, ଖାଲି ବୁଲିବାକୁ ଯିବା। ଦେବି କର୍ଣ୍ଣମୂଳିକି 2ଟା ଯେ ପଳଉ ଏକାଥରେ ଘରୁ ଉଠିକିରି। ଚାଲେ ସିଆଡ଼େ। ଶୁଣେ, ଏବେ ଗାଁର ନୂଆ ରୋଡ଼ ହବ, ତେଣୁ ସେଥିପାଇଁ ମୋତେ ଆଉ ଗୋଟିଏ ନୂଆ କାମ ମିଳିଗଲା। ତେଣୁ ଏବେ ତ ଯାଇପାରିବା ନାହିଁ। ଆଉ 2 ଦିନ ଗଲା ପରେ ସ୍କୁଲ ବି ଖୋଲିଯିବ। ଶୀତଦିନ ଅବକାଶ ଛୁଟି ବି ସରିଗଲା। ତେଣୁ ଏବେ ଆଉ ଆମେ ବୁଲିବାକୁ ଯିବା ନାହିଁ। ରହିଯା, ଖରାଦିନ ଆସୁ, ସେଇ ସମୟରେ ଯିବା, ଶାନ୍ତିରେ ବୁଲିକିରି ଆସିବା। ଆଉ ଏବେ କାମଧାମ ସବୁ ଅଛି ନା, କିଛି ଯାଇପାରିବାନି। ହଉ ଶୁଣେ, ତୁ ଯଦି କହୁଛୁ ଆଉ ଯିବା ଆଉ ହେଲା। ଆଜି ହିଁ ବାହାର, କାଲିକି ଯିବା। ଓହୋ ବାପା, ଡୋଣ୍ଟ ୱେରି, କାହିଁକି ଏତେ ବ୍ୟସ୍ତ ହେଉଛ କହିଲ? ମୁଁ ଅଛି ନା। ତମର ଗୋଟେକା ଯାକ ପୁଅ ଅଛି ମାନେ କିଛି ଟେନସନ୍ ନେବାର ନାହିଁ। ଶୁଣ, ମୁଁ ଏବେ ହିଁ ଯାଉଛି, ସାଙ୍ଗେ ସାଙ୍ଗେ ବ୍ୟାଗ୍ ପତ୍ର ସବୁ ପ୍ୟାକ୍ କରିଦେଉଛି। ଆମେ ଶୀଘ୍ର ବାହାରିବା, ଆଉ ଯାଇକି ଗୋଟେ 5-7 ଦିନ ପୁରା ଚିଲ୍ କରିକି ମଜାମସ୍ତି କରିକି ବୁଲିକି ଆସିବା। ତାପରେ ଯାହା ହେବ ଦେଖିବା ଆଉ। ହଉ ଶୁଣ,
ତମେମାନେ କିଛି ଆଉ ବିଳମ୍ବ କର ନାହିଁ, ଯାଅ ଜଲ୍ଦି ନିଜେ ନିଜର ଜିନିଷପତ୍ର ପ୍ୟାକିଂ କରିଦିଅ। ମୁଁ ବର୍ତ୍ତମାନ ସବୁ କାମଧାମ ଛିଡ଼େଇ ଦେଉଛି, ଆସିଲେ ଯିବା। ନୀଳଗିରି ବୋଲି ଗୋଟେ ସୁନ୍ଦର ଗାଁଟିଏ ଥିଲା। ଗାଁଟି ଯେମିତି ଶାନ୍ତ ସରଳ ସେହିପରି ସୁନ୍ଦର ଥିଲା। ସେହି ଗାଁରେ ରହୁଥିଲେ ଦୁଇ ଭାଇ, ଜଣଙ୍କ ନାଁ ପରେଶ, ଜଣଙ୍କ ନାଁ ମହେଶ। ମହେଶ ଆଉ ପରେଶ ଦୁଇ ଜଣ ଯାକ ପିଲାଦିନରୁ ଗୋଟିଏ ଘରେ ହିଁ ବଢ଼ିଛନ୍ତି। ବାପା ମା ଯିବା ପରେ ଏକାଠି ରହୁଛନ୍ତି। ଏହା ଦେଖି ଗାଁର କୌଣସି ବି ଲୋକ ସହିପାରନ୍ତି ନାହିଁ। ସମସ୍ତଙ୍କର ଦୁଇ ଜଣ ଯାକର ଭଲ ପାଇବା ଏବଂ ସମ୍ପର୍କ ଉପରେ ଈର୍ଷା ଥାଏ। ସମସ୍ତେ ଦୁଇ ଜଣ ଯାକ ଅଲଗା କରିବାକୁ ଚେଷ୍ଟା କରନ୍ତି। ଦିନକର କଥା, ମହେଶ ଆଉ ପରେଶ କଥା ହୁଅନ୍ତି। ପରେଶ, ଆଜି ଆମେ କ୍ଷେତରେ ନୂଆ ଚାରା ପୋତିବା। ତୋର ଏ କଥା ମନେ ଅଛି କି ନାହିଁ? ପରିଶ୍ରମ କଲେ ଫଳ ନିଶ୍ଚୟ ମିଳିବ। ମୁଁ ଚାହୁଁଛି ଆମେ ଦୁହେଁ ଏକାଠି ଆଗକୁ ବଢ଼ିବା। ଏହିପରି କଥା ଶୁଣି ପରେଶ ମହେଶକୁ ବହୁତ ଖୁସି କହେ, ଭାଇରେ, ମୁଁ ସବୁବେଳେ ତୋ ସହିତ ରହିବି। ଏଥିରେ ଆଉ କହିବାର କ'ଣ ଅଛି? ତୁ କିଛି ଚିନ୍ତା କରନା। ଗାଈ କାମ କରିବାକୁ ଯାଏ ପରେଶ ଏବଂ ମହେଶ କରେ ସବୁ ଚାଷବାସ କାମ। ଚାଷବାସ କାମରେ ସିଏ ସବୁ ଜାଣିଥିଲା, ତେଣୁ ସିଏ କରେ ଚାଷବାସ ଏବଂ ପରେଶ କରେ ଗାଈ କାମ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗାଁରେ ହେଉଥିଲା ଶ୍ରେଷ୍ଠ ଯୁବକ ପ୍ରତିଯୋଗିତା, ଯେଉଁଠାରେ ସବୁ ପ୍ରକାରର ଯୁବକକୁ ପୁରସ୍କୃତ କରାଯାଉଥିଲା। ଯେଉଁଠି ଭଲ କୃଷକ, ଭଲ କଳାକାର, ଭଲ ଗୀତ ଗାୟକ, ଯୁବପିଢ଼ିମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ହେଉଥିଲା। ଗାଁର ସରପଞ୍ଚ ଆସନ୍ତି ଏବଂ ଅନେକ ପ୍ରକାରର ଭାଷଣ ଦିଅନ୍ତି, ସମସ୍ତଙ୍କୁ ଉତ୍ସାହିତ କରନ୍ତି ଏବଂ ଏହା ପରେ କିଛି ସମ୍ବୋଧନ କରି ସମସ୍ତ ଯୁବପିଢ଼ିମାନଙ୍କୁ ନାମ ଘୋଷଣା କରନ୍ତି। ଏହି ବର୍ଷର ଶ୍ରେଷ୍ଠ ଯୁବକ କୃଷକ ଭାବରେ ମହେଶକୁ ପୁରସ୍କାର ଦିଆଗଲା। ସମସ୍ତଙ୍କୁ ପୁରସ୍କୃତ କରିବା ପରେ ପୁଣି ଥରେ ଆଗାମୀ ବର୍ଷର ନିୟମାବଳୀକୁ ସରପଞ୍ଚ ମହାଶୟ ସେଠାରେ ଉପସ୍ଥାପନା କରନ୍ତି ଏବଂ ସମସ୍ତ କାର୍ଯ୍ୟ ସାରି ସେ ଘରକୁ ଫେରନ୍ତି। ବାଟରେ କିଛି ଲୋକ ମହେଶକୁ ଭେଟନ୍ତି ଏବଂ ତାକୁ କୁହନ୍ତି, ଆରେ ବାବା ମହେଶ, ତୁ ଏହି ବର୍ଷର ଶ୍ରେଷ୍ଠ ଯୁବ କୃଷକ ଭାବରେ ପୁରସ୍କୃତ ହୋଇଛୁ। ମୁଁ ତ ଆସିପାରିନଥିଲି, ଶୁଣିଲି ମାତ୍ର ଭାରି ଭଲ ଲାଗିଲା। ମୁଁ ଆଉ କଣ କହିବି ରେ ବାପା, ତମ ଭଳିଆ ଲୋକ ଆମ ଗାଁରେ ଯଦି ଭଲ ଚାଷବାସ କରିକି ରହିବ ନା, କାହିଁକି କିଏ ସହରକୁ ଯିବ ଭିକଭୁକ୍ତ ମାଗିବ? ଶାନ୍ତିରେ ଖାଇକି ଶୋଇବ। ଏହିସବୁ ଭଗବାନଙ୍କ କୃପା, ସବୁ ତ ତାଙ୍କରି ଇଚ୍ଛା। ମୁଁ ତ ନିମିତ୍ତ ମାତ୍ର। ହଉ ରାମ କାକା, ମୁଁ ଏବେ ଆସିଲି। ରାମୁ କାକାଙ୍କୁ ଏତିକି କହି ମହେଶ ସେଠାରୁ ଚାଲିଯାଏ ଏବଂ ସେଠାରେ ଦୂରରୁ ନିଧି ମଉସା ଆସନ୍ତି। ନିଧି ମଉସା ମଧ୍ୟ ଗାଁର ଗୋଟିଏ ଲୋକ ନା, ସେ ତ ହାଲଚାଲ ଜାଣିବା ନିଶ୍ଚୟ ଦରକାର। ବୃଦ୍ଧ ବୟସରେ କିଏ ଅବା ଖାଲିଟାରେ ବସିବ, ତେଣୁ ସେ ମଧ୍ୟ ପାଖକୁ ଆସି ପଚାରନ୍ତି, କିରେ ସନିଆ ଭାଇ, ତୁ ମହେଶକୁ କ'ଣ ତା ଜମିବାଡ଼ି ବିଷୟରେ ପଚାରୁଥିଲୁ? ସେ ଏଥର ଜିତିଛି, କିନ୍ତୁ ତାର ସାନ ଭାଇଟା ବସିକି ଖାଉଛି, କିଛି କାମକୁ ନୁହେଁ। ଲୋକଙ୍କର ଏହି କଥା କାନକୁ ଦି କାନ ହୁଏ। କିଛି ସହିପାରୁନଥିବା ଲୋକ ନାଟ ଲଗାଇବା ତ ତାଙ୍କ ଗୁଣ। ଏତିକି ବେଳେ ତା ପାଖକୁ ଆସନ୍ତି ଏବଂ ତାକୁ କୁହନ୍ତି, ଓହୋ, କି ହାଲିଆରେ ବାପା, ଟିକେ ନିଶ୍ୱାସଟା ମାରିଦିଏ ଭଲେଇକିରି। ଓହୋ, ଆରେ ବାପା ପରେଶ, ତୁ ଏଠି ବସିଛୁ? ହଁ ବସିତେ ଭଲେଇକିରି ଆଉ ଟିକେ ବଉନୁ, ତକିଆ ଗଦି ସବୁ ଆଣିକିରି ବସ। ତତେ ଟିକେ ଲାଜ ଲାଗୁନି? ତୋ ଭାଇ ସେଠି ଚାଷ ଜମି କରିକିରି ଭଲରେ ରହୁଛି, ତୁ ଶଳା ଅଯୋଗ୍ୟ ଭଳିଆ ଏଠି ସେଠି ବୁଲୁଛୁ, ବାର ଦ୍ୱାରା ସୁଣ୍ଡି ପିଣ୍ଡା ହଉଛୁ। ତତେ ଶଳା ଟିକେ ଲାଜ ଲାଗୁନି? ଛି 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 ଛି, କେମିତି ମଣିଷ ହେଇଛୁ କିରେ ତୁ? ବାପରେ, ଏବୁଠୁ ଯଦି ଦାଳ ନ ଉପାଡ଼ିବୁ ନା, ଭବିଷ୍ୟତରେ ବହୁତ ପସ୍ତେଇବୁ। ତୁ ଏମିତି ବସିଥିବୁ, ସିଏ କ'ଣ ତତେ ଖାଇବାକୁ ଦଉଥିବ କି? ନିଜେ ଭାବେ। ଆରେ ସବୁ ସମ୍ମାନ ମହେଶକୁ, ମୁଁ ତ କେଉଁଥିରେ କମ୍ ନୁହେଁ। ଏଇଟା ସବୁ ଅନ୍ୟାୟ ହେଇଯାଉଛି। ପରେଶର ଏହିପରି କଥା ଶୁଣି ସୁଭାଷ କକା ବହୁତ ଖୁସି ହେଲା, କାରଣ ସିଏ ଚାହୁଁଥିଲା ଯେ ତାଙ୍କ ଦୁଇ ଭାଇ ମଧ୍ୟରେ କଳି ହଉ। ସେ ଏହି ମୌକାର ଫାଇଦା ଉଠେଇବା। ଶୁଣେ, ଆଜି ରାତିରେ ତୁ ଆମ ଘର ପାଖକୁ ଆସେ। ତୁ କେମିତି କ'ଣ କରିବୁ ତତେ ଠିକ ବାଟ ଦେଖେଇବି। ସୁଭାଷର ଏପରି କଥା ଶୁଣି ମହେଶ ଭାବେ, ସୁବାସ ବୋଧେ ଠିକ୍ କହୁଛି। ତାହେଲେ ମୋତେ ହିଁ କିଛି ଭିନ୍ନ କରିବାକୁ ପଡ଼ିବ। ଆରେ ପିଲାମାନେ, ବଡ଼ମାନେ, ଯିଏ ବି ଦେଖୁଛ ଦେଖ, ମୁଁ ତମ ଗୁରୁଜନ ପରିକା।
ଆମ ଭିଡ଼ିଓ ଯାକ ଦେଖୁଛ କିନ୍ତୁ ଲାଇକ୍ ସବସ୍କ୍ରାଇବ୍ ସେୟାର କରୁନ। ଏଗୁଡ଼ାକ ଟିକେ ବି କର, ଯାହାଫଳରେ ଆମକୁ ଖୁସି ଲାଗିବ ଆଉ ଭଲ ଭଲ ନୂଆ ନୂଆ ଆମେ ଗପ ଆଣିବୁ ତମମାନଙ୍କ ପାଇଁ। ଆରେ ବାପା ପରେଶ ଶୁଣେ ତୁ ଏବେ ଯିବୁ ଯାହାକି ତାର ସେ ଯୋଉ ତଳି ଘରଟା ନାଇଁ କି ସେଠାରେ ଯାହା ସବୁ ଯାକ ବିଷ ଢାଳି ଦେ, ଯାହାଫଳରେ ତଳି ଘର ନଷ୍ଟ ହେଇଯିବ ଆଉ ସିଏ କିଛି ବି ଫସଲ ଭଲ କରିପାରିବନି। ପରେଶର ମନ ବହୁତ ଚିନ୍ତିତ ଥିଲା, କିନ୍ତୁ ସୁବାସ ତାକୁ ମିଠା ମିଠା କଥା କହାଇ ତା ଜମିକୁ ପଠାଇ ଦେଲା। ଆରେ ହରିଆ ଶୁଣେ କାଲି ସକାଳେ ଦେଖ କେମିତି ହଉଛି ରମେଶ ଆଉ ପରେଶ ଭିତରେ ଏମିତି ଗଣ୍ଡଗୋଳ ଗୋଟେ ହେବ ତୁ ଦେଖିବୁ। ଆରେ ହଁ ସୁଭାଷ ଭାଇ କୁହ ହେଲେ ତାହେଲେ ତମେ ସେ କାମଟା ଲାଗି ପଡ଼ି କରିଦେଲ ନାଇଁ? ହଉ ମୁଁ ସକାଳେ ଗଲେ ଦେଖିବା ହେଲା। କିରେ ଶଳା ତତେ ଏତେ ନିଦ ଲାଗୁଛି? ତତେ କଲ୍ କରି କହିବାଟା ଭୁଲ, ଏଇଟା ଅଯୋଗ୍ୟଟା କିରେ? ତତେ ତ କିଛି କାମ ଧନ୍ଦା ନାହିଁ, ଶଳା ଶୋଉତ ଖାଲି। ରଖେ ସେ ଫୋନ, ସିଏ ଆସିବ ହେରି ଆଉ ଥରେ ମୁଁ ନାମଟା ନେବି। ରଖେ ତୁ କଣ ଜାଣୁ ଶଳା ଶୋଉଛୁ ତୁ କରେ ସବୁ। ପରେଶ ସେଠାରୁ ଆସି ମନେ ମନେ ଭାବୁଥାଏ, ମୋ ଭାଇ ମହେଶ ମୋତେ କ୍ଷମା କରିଦେବୁ ରେ, ପରିସ୍ଥିତିରେ ପଡ଼ି ମୁଁ ଏମିତି କରୁଛି। ପରେଶ ଏପରି ବ୍ୟସ୍ତ ଥିଲା ଯେ ସେ ଜାଣିନଥିଲା ଯେ ତାଙ୍କ ଗାଁରେ ଲାଗିଛି ସିସିଟିଭି ଏବଂ ସବୁ ଜିନିଷ ସେଠାରେ ରେକର୍ଡ ହେଉଛି। ବଂଶୀ କାକା ସରପଞ୍ଚଙ୍କ ଘରେ ରହି ସବୁ ଜିନିଷ ଦେଖୁଥିଲା ଏବଂ ସକାଳୁ ଏହି କଥା ମହେଶ କାନକୁ ମଧ୍ୟ ଗଲା, କିନ୍ତୁ ମହେଶ ଜାଣିନଥିଲା ଯେ ତା ନିଜର ଭାଇ ପରେଶ ଏହିପରି କରିଛି। ସେ କ୍ଷେତକୁ ଯାଏ ଏବଂ କ୍ଷେତରେ ଏହିପରି ଅବସ୍ଥା ଦେଖି ବହୁତ ଦୁଃଖିତ ହୁଏ ଏବଂ ମନେ ମନେ ବହୁତ କଷ୍ଟ ପାଏ ଏବଂ ଭାବେ, ଆରେ ମୋ କ୍ଷେତ ଏପରି କିଏ କଲା? ଆରେ ମୁଁ ତ କାହାର କେବେ କ୍ଷତି କରିନାହିଁ। ହେ ଭଗବାନ, ମୋ ସହିତ ଏପରି କାହିଁକି ହେଉଛି? ସାହୁଆର ଆଜ୍ଞା, କାଲି ରାତିରେ ପରେଶ ଯାଇଥିଲା ମହେଶର ଜମିକୁ। ସେଠାରେ ଯାଇ କିଛି ଗୋଟେ କରିଛି, ଯାହାକି ସିସିଟିଭି ପ୍ରମାଣରୁ ଜଣାପଡ଼ୁଛି। ଶୁଣ ବଂଶୀ, ଏଇ କଥାଟିକୁ ଗୁପ୍ତ ରଖ, ଏହା ଯେପରି କାହା ପାଖରେ ନ ପହଞ୍ଚେ। କାଲି ସକାଳ ସଭାରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଏହାକୁ ପ୍ରକାଶ କରିବା, ଯାହାଫଳରେ ପରେଶ ଅପମାନିତ ହେବ ଏବଂ ନିଜ ଭୁଲ ବୁଝିପାରିବ। ସରପଞ୍ଚଙ୍କର ଏହିପରି କଥା ଶୁଣି ବଂଶୀ କାକା ସବୁ ଜିନିଷ ଗୁପ୍ତ ରଖିଲେ, କିନ୍ତୁ ଗାଁରେ ଚାରିଆଡ଼େ ହାଲା ହୋଇଯାଇଛି ଯେ ମହେଶର ଜମି କିଏ ଗୋଟିଏ ନଷ୍ଟ କରିଛି। କିନ୍ତୁ ପରେଶ ଶାନ୍ତ ସରଳ ଭାବେ ଘରେ ଅଛି, କିନ୍ତୁ ମନରେ ମଧ୍ୟ ତାର ଦୁଃଖ ଥିଲା। ଏତିକି ବେଳେ ସରପଞ୍ଚ ମହାଶୟ ଡାକନ୍ତି, ଏହି ଗାଁରେ ଅନ୍ୟାୟ ସହିବା ଆମ ନିୟମରେ ନାହିଁ। ପରେଶ, ଏହି କାମ ତୁମେ କରିଛ କି? ପରେଶ ବହୁତ ଡରି ଯାଇଥିଲା, କିନ୍ତୁ ମହେଶର ମନରେ ବହୁତ ଦୁଃଖ ଥିଲା। ହଁ ସରପଞ୍ଚ ମହାଶୟ, ଏଇ କାମ ମୁଁ ହିଁ କରିଛି। ସରପଞ୍ଚ ମହାଶୟ ଚାହୁଁନଥିଲେ ଯେ ଦୁଇ ଭାଇଙ୍କ ମଧ୍ୟରେ କଳହ ହେଉ ଏବଂ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ, ତେଣୁ ତାଙ୍କେ ବୁଝାଇବାକୁ ଯାଇ ଦୁଇ ଜଣ ଯାଙ୍କର ପରାମର୍ଶ ନିଅନ୍ତି ଏବଂ କୁହନ୍ତି, ସତ୍ୟ ସବୁବେଳେ ବାହାରକୁ ଆସେ। ମୋତେ କ୍ଷମା କରିଦିଅନ୍ତୁ, ମୁଁ ଈର୍ଷାରେ ଅନ୍ଧ ହୋଇଗଲି ଏବଂ ଏହିପରି କରି ବସିଲି। ପରେଶ ନିଜର ଭୁଲ ବୁଝିଯାଏ ଏବଂ ମହେଶକୁ ଶାନ୍ତ ଏବଂ ସରଳ ଭାବରେ କହେ, ଭାଇ ମୋତେ କ୍ଷମା କରିଦେ ରେ, ମୁଁ ତତେ ଭୁଲ ମାଗୁଛି, ତୋ ଗୋଡ଼ ତଳେ ପଡ଼ୁଛି ରେ। ପରେଶର ଏହିପରି କଥା ଶୁଣି ମହେଶ ତାକୁ କୁହେ, ଆରେ ପରେଶ, ତୁମେ ମୋର ଭାଇ, ମୁଁ ତୁମକୁ ଏପରି କଷ୍ଟ ଦେଇପାରିବି ନାହିଁ। ଭୁଲ ହୋଇଛି ମୁଁ ଜାଣିଛି, କିନ୍ତୁ ଭୁଲ ବୁଝିବା ହେଉଛି ସାହସୀ ଲୋକଙ୍କର ପରିଚୟ। ଦୁଇ ଭାଇଙ୍କର ଖୁସି କହିଲେ ନ ସରେ। ପରସ୍ପର ଦୁହେଁଙ୍କୁ କାନ୍ଧରେ କୋଳାକୋଳି ହୁଅନ୍ତି ଏବଂ ମିଶନ୍ତି ଏବଂ ସରପଞ୍ଚ ମହାଶୟ ଏହା ଦେଖି ଖୁସି ହୁଅନ୍ତି। ପ୍ରକୃତ ଦୋଷୀ ରୂପେ ଯିଏ ଏହି ନାଟଟି ଲଗାଇଥିଲା ସୁବାସକଙ୍କୁ ଡାକାଯାଏ ଏବଂ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯାଏ ଏବଂ ବୁଝାଯାଇ କୁହାଯାଏ, ଏହିପରି ଖରାପ ପରାମର୍ଶ ଦେଉଥିବା ଲୋକ ଗାଁ ପାଇଁ ଭୟଙ୍କର। ଦୁଇ ଜଣ ଯାକ ଖୁସିରେ ଘରକୁ ଫେରନ୍ତି। ପୁଣି ଥରେ ଦୁଇ ଜଣ ଯାକ ଏଥର ଚାଷବାସ ଆରମ୍ଭ କରନ୍ତି, ମନ ଖୁସିରେ ରୁହନ୍ତି। ଏହି କାହାଣୀରୁ ଆମେ ଶିଖିଲେ ଯେ ଅଣ୍ଟି ଛୁରୀ
ତଣ୍ଟି କାଟେ ଅର୍ଥାତ୍ ନିଜ ଲୋକ ଶତ୍ରୁ ହେବା। ସମୟ ଆସିଲେ ଏହିପରି ପରିସ୍ଥିତି ହୋଇଥାଏ। କିନ୍ତୁ ଆମକୁ ହରିପୁର ବୋଲି ଗୋଟିଏ ସୁନ୍ଦର ଗାଁଟିଏ ଥିଲା। ସେଠାରେ ରହୁଥିଲା କପିଳା ନାମକ ଗୋଟିଏ ପିଲାଟିଏ। କପିଳା ସବୁବେଳେ ତାଠାରେ ବସି ଗପ କରୁଥାଏ। ଗପ ମାରିବା ହେଉଛି ତାର ଗୋଟେ ନୀତିଦିନିଆ ଅଭ୍ୟାସ। ଦିନକର କଥା। ମା ତୁମ କଥାଟା ଟିକେ ଶୁଣୁନ। ଆରେ ମୁଁ ଶୁଣ ବା, ଆଜି ନାଇଁ କି ମୋତେ ଭାରି ଭୋକ ହେଉଛି, ଆଉ ମୋତେ ଟିକେ ପଖାଳ ଖାଇବାକୁ ମନ ହେଉଛି। ତମର ସେ ଯେଉଁ ପଖାଳ ଭାତକୁ ଆଳୁ ଭର୍ତ୍ତାଟା ଭାରି ମଜା ଲାଗିବ। ଶୁଣ, ଆଜି ସ୍କୁଲରେ ନୁହଁ କି ଗୋଟେ ଭାରି ମଜା କଥାଟେ ହେଲା। ଭାବୁଛି କହିବି ବୋଲି ଯେ, କିନ୍ତୁ ଖାଇବା ପୂର୍ବରୁ ହିଁ କହିଦେବି। ଶୁଣ, ଆଜି ସମ୍ରାଟ ଆଉ ମୋ ଭିତରେ ହଉ ଶୁଣେ, ଯା ପ୍ରଥମ ଗୋଡ଼ ହାତ ଧୁଆ ଦେଇ ହେଇକି ଆସିଯା, ଖାଇସାରେ ପରେ ତୁ ଯାହା କହିବୁ ମୁଁ ଶୁଣେଇବି। ଯା ଖାଇଦେ, ନହେଲେ ଦେହଟା ଖରାପ ହେଇଯିବ। ଯା ମୋ ଧନଟା ବା, ଶୁଣେ ମୋ କଥା ଶୁଣ। ତୁ ଯା ଆଗ ଗୋଡ଼ ଧୁଆ ଧୁଇ ହେଇ ଆସିଯା, ପରେ ଖାଇବୁ ଏବଂ ତାପରେ ତୁ ଯାହା କହିବୁ ଦିନ ସାରା ବସିବି ପରା, ମୁଁ ତୋ କଥା ଶୁଣେଇବି। ଯା। କପିଳା ଖାଇସାରି ଖଟ ଉପରେ ବସିଥାଏ। ଏକଲା ବସି ବସି ମନରେ ଭାବୁଥାଏ କିଛି ଗୋଟିଏ ଥଟା ପରିହାସର ଗୋଟିଏ କାହାଣୀଟିଏ। ଏତିକି ସମୟରେ ମା ଆସନ୍ତି, ପାଖରେ କହନ୍ତି, ଆରେ କପିଳା, ଯା ସେ ଖେଳଣା ଗୁଡ଼ାକ ସଜାଇକି ରଖିଥାଏ, ଆଉ ତୋର ବହିପତ୍ର ଗୁଡ଼ାକ ସଜାଡ଼ି ଦେ। କାଲିକି ବା ସ୍କୁଲକୁ ଯିବୁ। ସବୁବେଳେ ଏମିତି ଛୋଟ ପିଲା ଭଳିଆ କ'ଣ ହଉଛୁ? ଟିକେ ଚାଲାକି ହ। ସବୁବେଳେ ହେଲେ ଗପୁଥା, ବୁଦ୍ଧିସୁଦ୍ଧି ତୋର ଟିକେ ବି ନାହିଁ। ଆରେ ମା, ତମେ ଖାଲିଟାରେ ଚୁଥାଟାରେ ଟେନସନ୍ ହେଉଛ। ଡୋଣ୍ଟ ୱେରି, ଆଇ ୱିଲ୍ ଡୁ ଦିସ୍। ଆରେ ମା, ଦେଖିଲ ନା ମୋ ଇଂଲିଶ କେମିତି ହେଉଛି? ଶୁଣ, ମୁଁ ଟିକେ ବୁଲିକି ଆସେ, ତାପରେ ସେ କାମ କରିଦେବି। ଏତିକି କହିସାରିବା ପରେ କପିଳା ଘରୁ ବାହାରିଯାଏ ରାମୁ କାକା ପାଖକୁ। ରାମୁ କାକାଠେ ସେ ତାର ନିଜର ମଜାଦାର ଗପଟା ଶୁଣାଇ ଦିଏ। ତାର ତ କଥା କହିବା ହିଁ ଗୁଣ, ତେଣୁ ସେ କଥା କହିସାରି ସେ ଦିନ ଯାଏ ତାର ଚାଲିଯାଏ। ପରଦିନ ଥିଲା ତାର ସ୍କୁଲକୁ ଯାଏ ଏବଂ ଶିକ୍ଷକ କପିଳାକୁ ପଚାରନ୍ତି, ଆରେ କପିଳା, ସ୍କୁଲର ହୋମୱାର୍କ କାହିଁକି କରିନୁ? ନାଇଁ ମ୍ୟାମ୍, ମୁଁ ସରି କାଲିର କଥା କହୁଛି। ଆରେ କାଲି ନୁହଁ କି, ସକାଳୁ ରାତି ପର୍ଯ୍ୟନ୍ତ ଯେତିକି ଯାକ ସବୁ କାମ ହୋଇଥିଲା ସେଇଟା ମୋ ମାଆକୁ କହୁଥିଲି। ଆଉ ସେତିକୁ କହିଲା ବେଳେ ତ ମୋର ସବୁ ସମୟ ଚାଲିଗଲା, ଆଉ ହୋମୱାର୍କ କେତେବେଳେ କରିବି? ଏହା ଶୁଣି ଶିକ୍ଷକ କହନ୍ତି, କପିଳା, ସବୁବେଳେ କଥା କହିଲେ ହବନି, କାମକୁ ମଧ୍ୟ ସମୟ ଦେବା ଶିଖ। ଏବେ ଛୋଟ ପିଲା ହୋଇନାହୁଁ, ସବୁବେଳେ କ'ଣ ଏଗୁଡା କହିବାକୁ ପଡିବ କି? ହଉ, ଆଜି ତତେ ଛାଡ଼ିଦେଲି, କାଲିକି ନିଶ୍ଚୟ କରିକି ଆଣିଥିବୁ, ନହେଲେ କାଲିକି ସାର୍ଙ୍କୁ କହି ନିଶ୍ଚୟ ପନିଶମେଣ୍ଟ ଦେବି। ପରଦିନ ଗାଁରେ ହେବାକୁ ଥିଲା ଚିତ୍ର ପ୍ରତିଯୋଗିତା, ଯେଉଁଠାରେ କପିଳା ମଧ୍ୟ ଭାଗ ନେଏ। ଏଥିପାଇଁ ମା ଆସି ତା ପାଖରେ କୁହନ୍ତି, ଆରେ କପିଳା, କ'ଣ ଶୁଣିଛୁ ନା ନାଇଁ? ଆରେ କାଲି ତୋର ବା ଚିତ୍ର ପ୍ରତିଯୋଗିତା ଅଛି। ଯା ଅଭ୍ୟାସ କରିବୁ, ନହେଲେ ସେଠାରେ କେମିତି ପୁରସ୍କୃତ ହେବୁ। ଯା ମୋ କଥା ମାନ, ନହେଲେ ପୁଣି ଥରେ ପଛରେ ପସ୍ତେଇବୁ। ହଁ ମା, ହେଲେ ଶୁଣ, ମୁଁ ଟିକେ ଯାଇକି ରାନୀକୁ ଆଉ ରାମୁ କାକାଙ୍କୁ କହିଦେଇ ଆସେ। ଯେହେତୁ ମୁଁ ପ୍ରତିଯୋଗିତାରେ ପ୍ରଥମ ହେବି, ସମସ୍ତେ ତ ଜାଣିବାକୁ ପଡ଼ିବ ନା। ମାଆଙ୍କୁ ଏତିକି ସବୁ କହିସାରିବା ପରେ ମାଆଙ୍କ ବି ମନ ଦୁଃଖ ହେଉଥାଏ। ଏହାପରେ କପିଳା ସେ ସବୁ କଥା ମାଆଙ୍କୁ କହିସାରିବା ପରେ ରାନୀ ପାଖକୁ ଆସେ। ରାନୀକୁ କହେ, ହେ ରାନୀ, ତୁ ଜାଣିଛୁ ନା ନାଇଁ? ଆରେ କାଲି ଆମର ଯେଉଁ ପ୍ରତିଯୋଗିତା ହବ, ଚିତ୍ର ପ୍ରତିଯୋଗିତା, ଆରେ ସେଠାରେ ବା ମୁଁ ପ୍ରଥମ ହେବି। ତମେ ମାନେ କାହିଁକି ପରିଶ୍ରମ କରୁଛ? ମୁଁ ତ ପ୍ରଥମ ହେବି, ମୁଁ ଜାଣିଛି। ରେ ରାମୁ କାକା, ଆରେ ତମେ ଜାଣିଛ ନା ନାଇଁ? ଆରେ କାଲି ଯେଉଁ ଆମର ଚିତ୍ର ପ୍ରତିଯୋଗିତା ହବ, ସେଟାରେ ମୁଁ ଭାଗ ନେଉଛି। ତମେ ପ୍ରତିବର୍ଷ ଭଳି ଏ ବର୍ଷ ବି ଆସିବ। କିନ୍ତୁ ଆରେ କିନ୍ତୁ କ'ଣ ଯେ? ଶୁଣେ, ମୁଁ ତ ଯିବି, ମୁଁ ଜାଣିଛି, କିନ୍ତୁ ତୁ ପ୍ରଥମ ଆସିବା ପାଇଁ ଅଭ୍ୟାସ ଠିକରେ କରିଛୁ ତ? ନହେଲେ ତତେ ହିଁ ଖରାପ ଲାଗିବ, ଆଉ ଆମମାନଙ୍କୁ ବି ଖରାପ ଲାଗିବ। ଶୁଣେ, ତୁ ଅଭ୍ୟାସ କରେ, ତାପରେ ଦେଖିବା ଯାହା ହବ। ଆଉ ଶୁଣେ, ଯା ହେଲା। ଆରେ ରାମୁ କାକା, ଆରେ ତମେ କିଛି ତ ଜାଣୁନ। ଆରେ ଏସବୁ ଯେଉଁ କାମ ଗୁଡ଼ାକ ନୁହଁ କି, ଚିତ୍ର କରିବା, ପାଠ ପଢ଼ିବା, ନାଚ ଗୀତାରେ ସବୁଥିରେ ମୁଁ ଧୁରନ୍ଧର। ତମେ ତ କିଛି ତ ଜାଣୁନ, ଖାଲି ସେ ଚାଷବାସ ହିଁ ଜାଣିଥାଉ। ମୁଁ ଆସୁଛି, ମୁଁ ଆହୁରି ସାଙ୍ଗସାଥିକୁ କହିବାର ଅଛି। ଆରେ ଶୁଣେ, ଆରେ ଦେଖିକି ଯା, ପଡ଼ିଯିବୁ। କାହିଁକି ସେମିତି ହଉଛୁ? ପାଗଳାଟା। ଏତିକି କହି କପିଳା ସେଠାରୁ ଚାଲି ଆସେ ତାର ସମସ୍ତ ସାଙ୍ଗସାଥି ବସିଥିବା ଗୋଟିଏ ଗଛ ତଳକୁ।
ସେଠାରେ ସମସ୍ତେ ବସିଥାନ୍ତି, କିଏ କ'ଣ ଚିତ୍ର କରିବ ଭାବୁଥାନ୍ତି। ଏତିକି ସମୟରେ ସେଠାରେ ଯାଇ ପହଞ୍ଚେ କପିଳା ଏବଂ ସମସ୍ତଙ୍କୁ କହେ, କାହିଁକି ସେଗୁଡ଼ାକ କରୁଛ, ମୁଁ ତ ପ୍ରଥମ ହେବି। ପରଦିନ ମଧ୍ୟ ଉଠି ସକାଳୁ ଚାଲିଯାଏ ମେଳାକୁ ଏବଂ ସେଠାରେ ମଧ୍ୟ ଚିତ୍ର ପ୍ରତିଯୋଗିତାରେ ଭାଗ ନେବ। ତେଣୁ ସେ ସେଠାକୁ ଚାଲିଯାଏ। ମେଳା ଆରମ୍ଭ ହୁଏ, ଚିତ୍ର ପ୍ରଦର୍ଶନ ସମସ୍ତେ କରନ୍ତି। ଏହା ପରେ ଘୋଷଣା ହୁଏ କିଏ ବିଜେତା ହୋଇ। ଶୁଣ ଶୁଣ ଶୁଣ, ଆଜି ହୋଇଥିବା ଚିତ୍ର ପ୍ରତିଯୋଗିତାରେ ରାଜୁ ସବୁଠୁ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ସଭା ଶେଷରେ ରହିଛି କପିଳା। କପିଳା ମନ ଦୁଃଖ କରି ବସିଥାଏ। ଏତିକି ସମୟରେ ମା ଆସନ୍ତି। ମା ମନ କେମିତି ବା ଅବୁଝା ରହିବ, ତେଣୁ ସେ ନିଜେ ବୁଝନ୍ତି ଏବଂ ପାଖକୁ ଆସି କପିଳାକୁ ବୁଝାଇ କୁହନ୍ତି, ମୋ ଧନ ମୋ ସୁନାଟାରେ ମନ ଦୁଃଖ କରେ ନା। ଶୁଣେ, ମୁଁ ଯେମିତି କହୁଛି ତୁ ସେମିତି କର। ତୁ ନିଜର ସ୍କୁଲ ହୋମୱାର୍କ ସାରେ ଏବଂ ସବୁଦିନ ଅଳ୍ପ କହିବା ଚେଷ୍ଟା କର। ଦେଖିବୁ ତୁ ନିଶ୍ଚୟ ଜାଣିପାରିବୁ ଫରକ କ'ଣ ରହୁଛି। ମାଙ୍କ ଠାରୁ ପରାମର୍ଶ ନେଇ କପିଳା ଟିକେ ବାହାରକୁ ଯାଏ ବୁଲି ଆସିବାକୁ ଏବଂ ଆସିବା ପରେ ହୋମୱାର୍କ ସବୁ କରି ପରଦିନ ସ୍କୁଲକୁ ଯାଏ। ପରଦିନ ସ୍କୁଲକୁ ରେଡି ହୋଇଯାଏ। ଶିକ୍ଷକ ଖୁସିରେ କୁହନ୍ତି, ଆରେ ବା, ଏଥର କପିଳା ସବୁ ହୋମୱାର୍କ କରି ଆଣୁଛି। ଲାଗୁଛି ସେ ଏବେ ଭାରି ଭଲ ପିଲା ହୋଇଗଲାଣି। ହଁ ମ୍ୟାଡ଼ାମ, ମୁଁ ଏଥର ଭଲ ପାଠ ପଢ଼ିବି ଓ ଆମ ସ୍କୁଲର ନାଁ ରଖିବି, ବାପା ମାଙ୍କ ନାଁ ରଖିବି, ଏ ଦେଶ ଜାତିର ନାଁ ରଖିବି। ମୁଁ ଆଉ ଏଥର ବେଶୀ ଗପିବି ନାହିଁ। ହଉ, ଏଥର ମନ ଦେଇ ପାଠ ପଢ, କ୍ଲାସରେ ଫାଷ୍ଟ ହେବା ଚେଷ୍ଟା କର। ମା, ଆଜି ନୁହେଁ କି, ଆଜି ଆମ ସ୍କୁଲରେ ଆମ ଶିକ୍ଷକ ବହୁତ ଖୁସି ହେଲେ ଏବଂ ମୋତେ ସୁନା ପିଲା ବୋଲି କହିଲେ। ମୁଁ ଆଜି ସବୁ ହୋମୱାର୍କ କରିଦେଇଥିବାରୁ ମୋ ଉପରେ ବହୁତ ଖୁସି ହେଲେ। ମୁଁ ଏଥର ସବୁଦିନ ଏପରି ହୋମୱାର୍କ କରିବି ଆଉ ବହୁତ କଥାବାର୍ତ୍ତା କରିବିନି। ଯେତିକି ଦରକାର ସେତିକି କହିବି। ଶୁଣେ, ଅଧିକ କଥା କହିବା କିମ୍ବା କଥା କହିବାଟା ଖରାପ ନୁହେଁ, କିନ୍ତୁ ଆବଶ୍ୟକଠୁ ଅଧିକ କଥା କହିଲେ ଆମକୁ ହାନି ପହଞ୍ଚାଇଥାଏ। କାରଣ ଅଧିକ କଥା କହିବା ଦ୍ୱାରା ଆମର ସମ୍ମାନ ନଷ୍ଟ ହୋଇଥାଏ। ତେଣୁ ସବୁବେଳେ ବି ଠିକ୍ ମାର୍ଗରେ ଯିବାକୁ ଚେଷ୍ଟା କର। ଅଳ୍ପ କଥା କହ, କୁହାମୁଣ୍ଡା କପିଳା ହେବାକୁ ଚେଷ୍ଟା କରିବୁନି। ନାରାୟଣପୁର ବୋଲି ଗୋଟେ ସୁନ୍ଦର ଗାଁଟିଏ ଥିଲା। ସେଠାରେ ରହୁଥିଲା ଶାନ୍ତି ମାଉସୀ, କିନ୍ତୁ ଶାନ୍ତି ମାଉସୀ ଗାଁରେ କମ୍ ରହେ ତାର ଝିଅ ଘରେ। ସେ ସହରରୁ ତା ଝିଅ ଘରୁ ଗାଁକୁ ଫେରୁଥାଏ। ଏତିକି ସମୟରେ ସେଠାରେ ଧାଇଁ ଧାଇଁ ଯାଇ ପହଞ୍ଚେ ବାସୁ, ଯିଏକି ଗାଁର ଗୋଟିଏ ଲୋକ ଏବଂ ତା ପାଖକୁ ଯାଇ ତାକୁ କହେ, ଶୁଣ ଏ ଶାନ୍ତି ମାଉସୀ, ମୁଁ କ'ଣ କହୁଥିଲି କି, ଆଉ ବେଗଟା ଦଉନ, ମୁଁ ଘରେ ନେଇ ଥୋଇଦେବି। ସହରରୁ ତ ଆସିଛେ ହାଲିଆ ହୋଇକି, ସବୁବେଳେ ତ ଝିଅ ଘରେ ଯାଇ ରହୁଛ। ଦିଅ ସେ ବେଗଟା ନେଇ ମୁଁ ଘରେ ଥୋଇଦେବି, ଆଉ ତମେ ଧୀରେ ଧୀରେ ପଛରେ ପଛରେ ଆରାମରେ ଆସ। ହଁ ରେ ବାପା, ନେ ନେ, ମୋ ଅଣ୍ଟା ବି ବହୁତ କାଟୁଛି। ବେଗଟା ଟିକେ ନେଇଦେଲ, ଯା ମୋ ସୁନାଟା ବା, ନେଇଦେ ନେଇଦେ। ଆରେ ମାଉସୀ, ମୁଁ କ'ଣ କହୁଥିଲି କି, ବେଗଟା ସିନା ନେଇଦେଇ, ହେଲେ ମୋ ଖର୍ଚ୍ଚ ଟିକେ କ'ଣ ଖାଇବାକୁ ଦବ, ଆଉ ଟଙ୍କା 50 ଟଙ୍କା ଦବ। ଆଉ ଏଇଟା ତ ମୋର ଗୋଟେ ଖୁସି। ଆଉ ତ ବୁଦ୍ଧି ଚୁଲିରେ ପଡୁରେ ବାପା, ଥାଉ। ଏତିକି ପରେ ବାସୁ ସେଠାରୁ ଚାଲି ଆସେ ରଘୁ କାକା ପାଖକୁ ଏବଂ ରଘୁ କାକା ଥିଲେ ତାର ଭଲ ସମ୍ପର୍କ। ସେଥିପାଇଁ ରଘୁ କାକା ପାଖକୁ ଯାଇ କହେ, ଏ ରଘୁ କାକା, କ'ଣ ଭଲ ଅଛ? ଆସ ରାଇଟ୍ ନା, ଆସ। ମୁଁ କ'ଣ କହୁଥିଲି କି, ମୁଁ ତ ସବୁବେଳେ କହେ, ଆଉ କ'ଣ କରିବା, କିଛି ତ ବିକଳ୍ପ ନାହିଁ। ଆଉ ଶୁଣ, ମୁଁ କ'ଣ କହୁଥିଲି କି, ଆଉ ତମ ଗାଡ଼ିଟା ଚାବିଟା ଟିକେ ଦିଅ, ପୋଛାପୋଛି କରିଦେବି, ଆଉ ସଫାସୁତୁରା କରିକି ଟିକେ ଗାଡ଼ିଟା ଚେକ୍ କରି ଆଣି ଦେଇଦେବି। ଆଉ ମତେ ତ ସବୁ ଜଣା, ତମେ କ'ଣ ଜାଣିନ କି, ମୁଁ ବା ସବୁଥିରେ ଧୁରନ୍ଧର। ଆଉ ଶୁଣ, ହେଲେ ଦିଅ ଚାବିଟା, ଦିଅ, ଟିକେ ପୋଛାପୋଛି କରିଦବା। ଆରେ ହଁ ହଉ, ଭଲ କଥା। ତୁ ଗାଡ଼ିଟା ନେ, ସଫାସଫି କରିଦେ, ଭଲ ହେଇକି ପୋଛାପୋଛି କରିବୁ। ଆଉ ସେ ଇଞ୍ଜିନ୍ ଫିଞ୍ଜିନ୍ ଯାହାର ମଇଳା ଟିକେ ସଫା କରିବୁ, ନହେଲେ ଖାଲି ବଡ଼ ବଡ଼ ସାଉଣ୍ଡ ହବ ତୋ ଭଳିଆ। ନେକରେ କାମ କିଛି ନାହିଁ ରେ ବାପା। କାକା, ମୁଁ କ'ଣ କହୁଥିଲି କି, ମୋର ତ ଜାଣିଛ ହିସାବଟା କେମିତିକା, ହେଲେ ସଫାସଫି ସବୁ କରିଦେବି, ଗାଡ଼ିଟା ଚେକ୍ କରିଦେବି ଯେ, ହେଲେ ମୁଁ କ'ଣ କହୁଥିଲି, ମାନେ ମୋର ସେ ଟଙ୍କା 100 ଟଙ୍କା ଦେଇଥାନ୍ତା ଆଉ ମୋ ହିସାବରେ। ଆଉ 100 ଟଙ୍କା ଦେଲେ ମୁଁ ଟିକେ ମୋ କାମ ହେଇଥାନ୍ତା। ଆଉ ଶଳା ମୁଁ ଠିକ୍ ଜାଣିଛି, ମୁଁ ଠିକ୍ ହିଁ ଜାଣିଛି। ତୁ ବା ସେମିତି ଶଳା କାମ କରିବୁ, ଗୋଟେ ଆଡ଼େ ନାଟ ଲଗେଇବୁ, ଆଉ ଗୋଟେ ଆଡ଼େ ପଇସା ମାଗୁ, ଇଆଡ଼େ କରିବୁ ସିଆଡ଼େ, ଚାଲରେ ସିଆଡ଼େ, ତତେ କିଏ କାମ କରିବାକୁ ଦବ? ସେଠାରୁ ମନ ଦୁଃଖ କରି ବାସୁ ସେଠାରୁ ଚାଲିଯାଏ।
ବଡ଼ ଆସିଲେ କାମ କରିବା ବାଲା। ହେଲେ ଶୁଣ ତମେ ମାନେ ଆମ ଭିଡ଼ିଓ ଗୁଡ଼ାକ ଦେଖୁଛ, ବହୁତ ମାତ୍ରାରେ ଦେଖୁଛ, ଏଥିପାଇଁ ଆମେ ବହୁତ ଖୁସି, କିନ୍ତୁ ସବସ୍କ୍ରାଇବ୍ ଟିକେ କର। ବାଟରେ ଗଲାବେଳେ ବାସୁ ଭାଇ ଗୋଟେ କଥାଟେ କହି ଖରାପ ଭାବିବନି ହେଲା। ଆରେ ବାସୁ ଭାଇ, ଲୋକମାନେ ତତେ ବହୁତ ଖରାପ ଭାବୁଛନ୍ତି ରେ। ତୁ କାହିଁକି ସ୍ୱାର୍ଥ ପଛରେ ଏତେ ଧାଉଁଛୁ? ନୀଳମାଧବର ଏପରି କଥା ଶୁଣି ବାସୁ ତାକୁ କହେ, ହଁ ରେ, ମୁଁ ତ ସବୁ କହିବେ, ମୁଁ କଣ ଜାଣିନି କି? ଆଉ ଶଳା ତ ନିଜେ କରିବେନି, ଆଉ କରିଲେ ବି କହିବେ। ଆରେ ଦୁନିଆରେ ବିନା ସ୍ୱାର୍ଥରେ କିଏ କଣ କାହାକୁ କେବେ ସାହାଯ୍ୟ କରିଛି ନା କରିବ? ହଁ, ଡୋଣ୍ଟ ୱରି, ଆଇ ୱିଲ୍ ଡୁ ଦିସ୍। ତୁ ନିଜେ ଭାବୁନୁ, ତୋର ବିନା ସ୍ୱାର୍ଥରେ କିଏ କଣ କାମ କରିଛି? ଆରେ ନାଇଁ ସେମିତି ନାଇଁ, ତୁ ଏଇଟା ଭୁଲ ଭାବୁଛୁ। ଯୋଉମାନେ ଭଲ କାମ କରନ୍ତି ନା, ସେମାନେ କେବେ ବି ନିଜ ସ୍ୱାର୍ଥ ଦେଖନ୍ତିନି। ଆରେ ଯା, ମୁଁ ତୋ ଭଳିଆ କେତେ ଲୋକ ଦେଖିଛି, ଜ୍ଞାନ ଦେବାକୁ ଧାଇଁ ଆଇବ, ଶଳେ କାମ କଲାବେଳକୁ କିଛି କରୁନ, ଜ୍ଞାନ ଦେଇ ଆସିବ। ଚାଲରେ ଯା, ଶଳେ ସ୍ୱାର୍ଥ ଦେଖିବି। ଯା ଛାଡ ଯା। କିଛି ସମୟ ପରେ ରାଜୁର ମା ଘରକୁ ଯାଉଥାଏ, ତା ଅଣ୍ଟାଟି ଲଇଁ ଯାଉଥାଏ। ସେତିକି ବେଳେ ତା ଗୋଡ଼ଟି ଖସିଗଲା। ହିଲ ବଉଲ ମୋ ଅଣ୍ଟା ପଡ଼ିଗଲି ଲୋ ବାପା। ଆରେ ଚାଲରେ ମାଉସୀ ପଡ଼ିଗଲା ରେ। ଆରେ ଚାଲ ମାଉସୀ ପଡ଼ିଗଲା ରେ। ଆରେ ମାଉସୀ ପଡ଼ିଗଲା ରେ। ରେ। କାହାର ବି ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶୁନଥାଏ। ବୁଢ଼ୀ ଲୋକଟି ଅଣ୍ଟାଟି ଭାଙ୍ଗିଗଲା, କିଏ କଣ କରିବ ଜାଣି ପାରୁନଥାଏ। ଲାଗୁଛି ମାଉସୀଙ୍କ ଅଣ୍ଡାଟା ଭାଙ୍ଗି ଯାଇଛି, ସେଥିପାଇଁ ତାକେ ଉଠି ପାରୁନାହାନ୍ତି, ମଟମଟ କରି ଅନଉଛନ୍ତି। ମେଡିକାଲ ନେବାକୁ ହିଁ ପଡ଼ିବ। ଭାଇ ମାନେ ମୁଁ ନେଇଯାଉଛି, କିଛି ଅସୁବିଧା ନାହିଁ। ନିଜର ତ କିଛି କାମଧନ୍ଦା ନାହିଁ, ନିଜେ ତ କିଛି କରିବୁନି, ଅନ୍ୟକୁ କିଛି କରାଇ ଦେବୁନି। ସାହାଯ୍ୟ କରିବୁ, 50 ପଇସା ମାଗିବୁ, ନହେଲେ ଆଉ ତା ନାଁରେ ଗପି। କିଛି ସମୟ ବିତିଗଲା। ନୀଳମାଧବ ନେଇ ରାଜୁର ମାଆକୁ ଦେଖାଇ ଘରକୁ ଆଣେ। ଏତିକି ସମୟରେ ମଉସା କୁହନ୍ତି ତାକୁ, ଆରେ ବାବା ନୀଳ, ତୁ ଯଦି ଆଜି ନଥାନ୍ତୁ ନା, ମାଉସୀର ଅଣ୍ଟାଟା କଣ ହେଇଥାନ୍ତା, ତା ଅବସ୍ଥା କଣ ହେଇଥାନ୍ତା କିରେ? ଧନ୍ୟବାଦ ବାବା, ଧନ୍ୟବାଦ, ଭଲ କାମଟେ କରିଛୁ। ଆରେ ନା ମଉସା, ଏଇଟା ତ ମୋ କର୍ତ୍ତବ୍ୟ। ତମେ ଧନ୍ୟବାଦ ଦେଇ ମତେ ଆଉ ଋଣୀ କର ନାହିଁ। ଆମେ ଯଦି ପରସ୍ପରର ସୁଖ ଦୁଃଖରେ ଠିଆ ନ ହେବା, ତାହେଲେ ସମ୍ପର୍କର ଲାଭ କଣ? ହଉ ମଉସା, ମୁଁ ଏବେ ଆସୁଛି। ନୀଳମାଧବ ସେଠାରୁ ଚାଲିଗଲା। ଦୂରରେ ଥାଇ ଦେଖୁଥିବା ବାସୁ ମନ ଦୁଃଖରେ ଘରକୁ ଫେରେ। ଘରକୁ ବହୁତ ଟେନସନରେ ଫେରି ସେ ମନେ ମନେ ଭାବେ, ଆରେ ହେ ଶଳା, ଏଗୁଡାକ ଏମିତି ଯାକ କିରେ? ଶଳା ମୁଁ ଏତେ ସାହାଯ୍ୟ କରୁଥିଲି, ସ୍ୱାର୍ଥ ଦେଖୁଛୁ ବୋଲି କହିଲେ। ଆରେ ହଁ, ସତ କଥା ତ। ସ୍ୱାର୍ଥ ଦେଖିବା ଠିକ ନୁହେଁ। ଆଜିଠୁ ଚେଞ୍ଜ ହେଇଯିବା, ବଦଳିଯିବା। ବାସୁ ମନେ ମନେ ଭାବିଦେ ଭଲ ମଣିଷ ହେବ ବୋଲି, ଏବଂ ସମସ୍ତଙ୍କ ଆଗରେ ଏଥର ଦେଖାଇ ହେବନି ବୋଲି ସେ ମନେ ମନେ ଭାବିଦେଏ। ଏବଂ ସେତିକି ସମୟରେ ସେ ଭେଟେ ଯାଏ ରଘୁ କାକାଙ୍କୁ, ଏବଂ ରଘୁ କାକା ତ ନିଜର ଲୋକ, ସେଥିପାଇଁ ସେ ପାଖକୁ ଯାଇ ରଘୁ କାକାଙ୍କୁ କହେ, ଏ ରଘୁ ଭାଇ ଶୁଣ, ଏଥର ଗାଡ଼ି ଚାବିଟା ଦିଅ, ପୋଛାପୋଛି କରିକି ଆଣିକି ତମ ପାଖରେ ଦେଇଦେବି। ନା ମୁଁ ଟଙ୍କାଟେ ନେବି ନା ଟଙ୍କାଟେ ଦେବି। ଆଉ ତମ ବିଷୟରେ ରାମୁ କାକାଙ୍କୁ କି ରଘୁ କାକାଙ୍କୁ କି କାହା ବିଷୟରେ କାହାକୁ ବି କିଛି ଆଉ କହିବିନି। ମୁଁ ଏଥର ଗୋଟେ ସୁନା ମୁଣ୍ଡା, ମାନେ କାହାକୁ କିଛି କହିବିନି କି କାହାର କିଛି ଖାଇବିନି। ନା ତମର ନେବି ନା ମୋର ନେବି। ମାତ୍ର ମୋ ଡାଇଲଗ୍, ଡୋଣ୍ଟ ୱରି, ଆଇ ୱିଲ୍ ଡୁ ଦିସ୍। ଆରେ ଏଇଠି ତ ଓଡ଼ିଆ ମାଳ ଖାଇଯାଉଛି। ଆରେ ବାବା ଟିକେ ଭଲ ମଣିଷ ହେ, ଚଙ୍ଗ ଫଙ୍ଗ ହେନି, କଥାବାର୍ତ୍ତା ବେଶୀ କରେନି, ଯେତିକି ଦରକାର ସେତିକି କରେ, ଭଲ ମଣିଷ ଟିକେ ହେ ରେ। ଆରେ କାକା ଦିଅ ଚାବିଟା ଦିଅ, କିଛି ଅସୁବିଧା ହବନି ଏଥର ହେଲା। ମୁଁ ଧୀରେ ଧୀରେ ସୁଧୁରିବି ହେଲା, କିଛି ଅସୁବିଧା ନାହିଁ ହେଲା। ଶୁଣ, ଚାବିଟା ଦିଅ, ମୁଁ ସବୁ କାମ କରିକି ଆସୁଛି, ଆସିଲେ କଥା ହବା ହେଲା। ଶୁଣେ, ତତେ ଆଜି ଲାଷ୍ଟ କହୁଛି, ଆଉ କହିବିନି ହେଲା। ଛୋଟ ପିଲାଙ୍କ ପରିକା ତତେ ଆଉ ବୁଝେଇବାକୁ ଆମେ ମାନେ ଆଉ ନଥିବୁ ରେ ହେଲା। ଆଜିଠୁ ଶପଥ ନେଇଯା, କାହାକୁ ତା ବିଷୟରେ କିଛି କହିବୁନି, କି ଖରାପ ଚିନ୍ତାଧାରା ଆଣିବୁନି, କି ସ୍ୱାର୍ଥ ନିଜର କେବେ ଦେଖିବୁନି। ଆରେ ସାଙ୍ଗମାନେ ଦେଖିଲ ତ, ଏ ବାସୁ ମଧ୍ୟ ଭଲ ପିଲାଟେ ହେଇଗଲା। ଆଉ ତମେ ମାନେ କୋଉଠି ଅଛ ବା? ଶୁଣ, ଚ୍ୟାନେଲକୁ ସବସ୍କ୍ରାଇବ କର, ଏମିତିକା ଭିଡ଼ିଓ ଦେଖ, ଏବଂ ଭଲ ମଣିଷ କଣ ହବ? ତମେ ସବୁ ଜାଣୁଛ, ବୁଝୁଛ, ହେଲେ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ କରିପାରୁନ। ଆଉ ସେଗୁଡ଼ାକ ବି ଟିକେ କରେ, ଆମେ ଟିକେ ଖୁସିରେ ତମମାନଙ୍କ ପାଇଁ ଭଲ ଭଲ ଭିଡ଼ିଓ ଆଣିବୁ। ଏ ବୁଢ଼ା ଲୋକଟା କହୁଛି, ହେଲେ ବି ତମକୁ କିଛି ଫରକ ପଡ଼ୁନି। ଆରେ ଏଗୁଡ଼ାକ କ'ଣ ଠିକ୍ ହେଉଛି? କିଛି ଭଲ ହବନି ଟିକେ। ଶୁଣ, ସବସ୍କ୍ରାଇବ କରିଦିଅ।
ଆରେ ସାଙ୍ଗମାନେ ଆମ ଜେଜେ କହିଲେ ଆଉ ମୁଁ ବି କହୁଛି ଆମେ 2 ଜଣ ଯାକ ତୁମକୁ ବହୁତ ଅନୁରୋଧ କରୁଛୁ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ କରି ଲାଇକ୍ ସେୟାର କମେଣ୍ଟ କର ଯାହା ଫଳରେ ଭଲ କାହାଣୀ ଆଣିବୁ।